ଏକ ଭିଡ଼ିଓଯୁକ୍ତ ସମସ୍ତଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ମୁକ୍ତିଦାତା ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ଆମମାନେ ବାଇବଲର 66ଟି ପୁସ୍ତକ ଥିଲେ ପୁରାତନ ନିୟମର 49ଟି ପୁସ୍ତକ ମଧ୍ୟରୁ ତୃତୀୟ ପୁସ୍ତକ ହୋଇଥିବା ଲେବୀୟ ପୁସ୍ତକ ବିଷୟରେ ଆଲୋଚନା କରିବା। ପ୍ରତ୍ୟେକ ପୁସ୍ତକରେ ଆମମାନେ ଆଲୋଚନା କରିବା ପୂର୍ବରୁ এই ପୁସ୍ତକକୁ କିଏ ଲେଖିଲେ, କେତେବେଳେ ଲେଖିଲେ, ଏ ପୁସ୍ତକର ନାମ ଏହାକୁ କିପରି ଆସିଲା, ଏ ପୁସ୍ତକର ଉଦ୍ଦେଶ୍ୟ କ'ଣ, ଏହି ସମସ୍ତ ବିଷୟ ଆମମାନେ ପ୍ରଥମେ ଜାଣିବାର ଅଛି। ଏହି ସମସ୍ତ ବିଷୟ ମାନେ ନ ଜାଣିଲେ এই ବାଇବଲରେ ଥିବା ବାକ୍ୟ ସବୁର କଣ୍ଟେକ୍ସଟ ଗୁଡ଼ିକ, ସନ୍ଦର୍ଭ ଗୁଡ଼ିକ ମାନେ ବୁଝିପାରିବା ନାହିଁ କି ଜାଣିପାରିବା ନାହିଁ। ତେଣୁ ପ୍ରତ୍ୟେକ ପୁସ୍ତକ ଆମମାନେ ଧ୍ୟାନ କଲାବେଳେ ଏହି ସମସ୍ତ ବିଷୟ ମାନେ ପ୍ରଥମେ ଜାଣିବାର ଅଛି। ତ ଆଜି ଆମେ ଲେବୀୟ ପୁସ୍ତକର ପରିଚୟ ବିଷୟରେ ଧ୍ୟାନ କରିବାକୁ ଯିବା। ଲେବୀୟ ପୁସ୍ତକର ପରିଚୟ, ଏହି ଲେବୀୟ ପୁସ୍ତକ ଏହାର ନାମ ଏହାକୁ କିପରି ଆସିଲା, ଲେବୀୟ ପୁସ୍ତକ କହି ନାମ ଏହି ପୁସ୍ତକକୁ କିପରି ଆସିଲା, ପ୍ରଥମେ ଆମେ ତାହା ଜାଣିବା। ପ୍ରିୟମାନେ, ଆଉ ଖ୍ରୀଷ୍ଟପୂର୍ବ 3 ଶତାବ୍ଦୀରେ ଯେତେବେଳେ ଏଭ୍ରି ଭାଷାରେ ଥିଲା, ପ୍ରଥମେ ବାଇବଲର ବାକ୍ୟ ସବୁ, ପୁରାତନ ନିୟମର ବାକ୍ୟ ସବୁ ଏଭ୍ରି ଭାଷାରେ ଥିଲେ, ସେହି ବାକ୍ୟ ସବୁକୁ 70 ଜଣ ପଣ୍ଡିତ ମାନେ, ଆମେ ପୂର୍ବରୁ ଯାତ୍ରା ପୁସ୍ତକରେ ଆଉ ଧ୍ୟାନ କରିବା ଅନୁସାରେ 70 ଜଣ ସମ୍ମୁଖରେ ଏଭ୍ରି ଭାଷାରେ ଥିବା ବାଇବଲର ବାକ୍ୟ ସବୁକୁ ଗ୍ରୀକ୍ ଭାଷାରେ ପରିବର୍ତ୍ତନ କଲାବେଳେ, ଗ୍ରୀକ୍ ଭାଷାରେ ଅନୁବାଦିତ କରିବା ସମୟରେ, ଆଉ ଏ ଏଭ୍ରି ଭାଷାରେ ଲେବୀୟ ପୁସ୍ତକକୁ ୱାଇକ୍ରା ବୋଲି କୁହାଯାଉଥିଲା, କିନ୍ତୁ ଗ୍ରୀକ୍ ଭାଷାରେ ଅନୁବାଦିତ କଲାବେଳେ ଏହାକୁ ଲେବିଟିକନ୍ ଭାବରେ ସେମାନେ ଅନୁବାଦିତ କଲେ। ଲେବିଟିକନ୍ ଗ୍ରୀକ୍ ଭାଷାରେ ଲେବୀୟ ପୁସ୍ତକକୁ ଲେବିଟିକନ୍ ଭାବରେ ସେମାନେ ଅନୁବାଦିତ କଲେ। ଏଭ୍ରି ଭାଷାରେ ୱାଇକ୍ରା ଥିଲା, ଗ୍ରୀକ୍ ଭାଷାରେ ଲେବିଟିକନ୍ ଭାବେ ସେମାନେ ଅନୁବାଦିତ କଲେ। ସେହିପରି ଭାବରେ ତାକୁ ଇଂଲିଶରେ ଲେବିଟିକସ୍ ବୋଲି କୁହାଯାଏ। ଜେନେସିସ୍, ଏକ୍ସୋଡସ୍, ଲେବିଟିକସ୍ ଲେବୀୟ ପୁସ୍ତକ ବୋଲି କୁହାଯାଏ। ଲେବୀୟ ପୁସ୍ତକକୁ ଲେବୀୟମାନଙ୍କୁ ସମ୍ବନ୍ଧିତ ହୋଇଥିବାରୁ ଲେବୀୟ ପୁସ୍ତକ ଓଡ଼ିଆରେ କହୁଛନ୍ତି। ଏହି ପ୍ରକାର ଲେବୀୟ ପୁସ୍ତକ କହି ନାମ ଆସିଲା। ଏଭ୍ରି ଭାଷାରେ ୱାଇକ୍ରା ଥିଲା, ଗ୍ରୀକ୍ ଭାଷାରେ ଲେବିଟିକନ୍, ଇଂଲିଶରେ ଲେବିଟିକସ୍, ଓଡ଼ିଆରେ ଲେବୀୟ ପୁସ୍ତକ ବୋଲି କୁହାଗଲା। ଆଉ ଏଇ ଏକ ଲେବୀୟ ପୁସ୍ତକକୁ ସେହି କାଳରେ ଥିବା ଜିହୁଦୀମାନଙ୍କ ମଧ୍ୟରୁ ଅନେକ ଲେବୀୟ ପୁସ୍ତକକୁ ଲେବୀୟ ପୁସ୍ତକ କହିବା ସଙ୍ଗେ ସଙ୍ଗେ ଯାଜକମାନଙ୍କର ପୁସ୍ତକ ମଧ୍ୟ କହୁଥିଲେ। ଲେବୀୟ ପୁସ୍ତକ ଯାଜକମାନଙ୍କର ପୁସ୍ତକ ମଧ୍ୟ କହୁଥିଲେ। କାହିଁକି ଏହି ଲେବୀୟ ପୁସ୍ତକକୁ ଲେବୀୟ ପୁସ୍ତକ ବା ଯାଜକମାନଙ୍କର ପୁସ୍ତକ କହି କୁହାଯାଉଥିଲା କହିଲେ, ଏଥିରେ ମଧ୍ୟ କାରଣ ଅଛି। ଆମେ ଯେତେବେଳେ ଲେବୀୟ ପୁସ୍ତକ, ଏଥିରେ ଥିବା 27ଟି ଅଧ୍ୟାୟ ଗୁଡ଼ାକ ଆମେ ପଢ଼ୁ, ତାହେଲେ ଏହି ଏକ ପୁସ୍ତକରେ 27ଟି ଅଧ୍ୟାୟ ଗୁଡ଼ିକ କାହାକୁ ସମ୍ବନ୍ଧିତ କହିଲେ, ଲେବୀୟମାନଙ୍କୁ ସମ୍ବନ୍ଧିତ ବିଷୟ ଗୁଡ଼ିକ ଲେଖାଯାଇଅଛି। ସେଥିରେ ପୁଣି ଯାଜକ କର୍ମ ବିଷୟରେ, ଯାଜକମାନଙ୍କ ବିଷୟରେ, ଯାଜକ କର୍ମ କିପରି କରିବାର ଅଛି, ଯାଜକମାନଙ୍କର ବିଧି ବିଷୟରେ, ଏସବୁ ବିଷୟରେ ଅଧିକ ରୂପେ ଲେଖାଯାଇଥିବାରୁ ଏହାକୁ ଯାଜକମାନଙ୍କର ପୁସ୍ତକ ଅବା ଲେବୀୟ ପୁସ୍ତକ ବୋଲି ଡକାଯାଉଅଛି। ଏବେ ଆହୁରି ଆମେ ଅଧିକ ରୂପେ ଆଲୋଚନା କଲେ, ଲେବୀୟ ପୁସ୍ତକ କାହିଁକି କୁହାଯାଉଛି କହିଲେ, ଏହା ଲେବୀୟମାନଙ୍କ ସମ୍ବନ୍ଧିତ। କେଉଁମାନେ ଲେବୀୟ କହିଲେ, ଲେବୀ ବଂଶଜାତ ଲୋକମାନେ। ଆମେ ଯାତ୍ରା ପୁସ୍ତକରେ ପଢ଼ିଲୁ, ଯାତ୍ରା ପୁସ୍ତକରେ 2 ଅଧ୍ୟାୟରେ ଆମେ ପଢ଼ିଲା ବେଳେ ଲେବୀ ବଂଶଜାତ ମୋଶାଙ୍କ ବିଷୟରେ ଲେଖା ଅଛି। ମୋଶା ଲେବୀ ବଂଶଜାତ, ମୋଶାଙ୍କର ଭାଇ ହାରଣ ମଧ୍ୟ ଲେବୀ ବଂଶଜାତ, ସେମାନଙ୍କ ବିଷୟରେ ଆଉ ଲେଖାଯାଇଅଛି। ସେମାନେ ହେଉଛନ୍ତି ଲେବୀୟ ଲୋକ। ଲେବୀୟ ବଂଶରୁ ହାରଣ, ମୋଶା, ଏମାନେ ସମସ୍ତେ ଲେବୀୟ ବଂଶଜାତ। ଆଉ ଏଇ ଏକ ଲେବୀୟ ପୁସ୍ତକରେ ହାରଣଙ୍କ ବିଷୟରେ ଲେଖା ଅଛି, ହାରଣଙ୍କ ପରିବାର ବିଷୟରେ ଲେଖା ଅଛି। ସେମାନେ ଲେବୀୟମାନଙ୍କ ବିଷୟରେ ଅଧିକ ରୂପେ ଲେଖାଯିବାରୁ ଏହାକୁ ଲେବୀୟ ପୁସ୍ତକ ବୋଲି କହିଲେ। ଆଉ ପ୍ରକୃତରେ ଆମେ ଆଲୋଚନା କଲେ, ଏହି ଲେବୀୟ ପୁସ୍ତକରେ ଲେବୀୟ ପଦ ଗୋଟିଏ ସ୍ଥାନରେ ହିଁ ଅଛି। ଏ ଲେବୀୟ ପୁସ୍ତକରେ ଲେବୀୟ କହି ଏକ ପଦ ଗୋଟିଏ ସ୍ଥାନରେ ହିଁ ଲେଖାଯାଇଅଛି। ଲେବୀୟ
आम ता देखिले लेव्य पुस्तक 25 अध्याय, लेव्य पुस्तक 25 अध्याय 32 पद 33 पद, लेव्य पुस्तक 25 अध्याय 32 पद 33 पद आम देखिले मात्र लेव्य मानकर नगर मान सेमानक अधिकृत नगर गृह सकल मुक्त करिवार अधिकार लेव्य मानक पक्षर अनंत काल स्थायी हेब। पुणी जेबे कहीं लेव्य मानक ठारू ता मुक्त करे तेबे से विकृत गृह और तार अधिकृत नगर जोबेल समय मुक्त हेब। कारण इस्राएल संतानगण मध्य लेव्य मानक गृह सकल सेमानकर अधिकार एई प्रकार। लेव्य पुस्तक 25 अध्याय 32 पद 33 पद आम लेव्य कही पद आम देखी था आ कौन स्थान रे लेव्य कही पद आम देखा जाए ना लेव्य पुस्तक रे। तथापि कहीं लेव्य पुस्तक बोली लेव्य पुस्तक नाम करागला कहले आथिरे ईश्वर हारून हारून होचंती लेव्य वंशजात हारून को प्रधान याजक रूपे करिवार लेव्य मानक विषय अधिक रूप लेखिबार लेव्य मानक विषय कहले आ समस्त लेव्य विषय नुहे हारणकर परिवार को ईश्वर मनोनीत करिवार हारण को प्रधान याजक रूपे करिवार हारणकर पुत्र मानक याजक रूपे करिवार आउ सेमाने किपरि याजक कर्म करिले सेमानक ईश्वर किपरि मनोनीत कले ए समस्त विषय एक लेव्य पुस्तक रे लेखा जाय अछि। तेणु सेमानक विषय अधिक रूपे लेखा जायतिबार एको लेव्य पुस्तक याजक कर्म विषय रे लेव्य मानक विषय रे सेमानकर विधि विधान कहिबारु एको लेव्य पुस्तक बोली कुआगला। लेव्य मानकर भूमिका ए पुस्तक रे माने अधिक रूपे देखि पारु लेव्य मानकर भूमिका ए लेव्य वंश ईश्वर याजक मानक मनोनीत कले सेति भाई याजकर पुस्तक याजक मानकर पुस्तक बोली मध्य कहि थांती। एही प्रकारे लेव्य पुस्तकर नाम एही प्रकारे आसिला एबे जे माने ध्यान करू लेव्य पुस्तक क्यों प्रकार लेव्य पुस्तकर नाम आसिला कहले एही प्रकारे आसिला बेले माने जानिलु। एते एबे आमे आलोचना करिबा ए लेव्य पुस्तक को किए लेखिले ए लेव्य पुस्तक को किए लेखिले कहले पूर्वरु माने आदि पुस्तक यात्रा पुस्तक ध्यान कला बेले आदि पुस्तकर परिचय यात्रा पुस्तकर परिचय माने सुनिला बेले ए से 5 पुस्तकर लेखक मोसा बोले माने जानु से प्रकार लेव्य पुस्तकर लेखक मध्य मोसा ही ए लेव्य पुस्तकर लेखक बिब्लिकाली भाबे आमाने देखिले परोक्ष भाबे प्रत्यक्ष भाबे वाक्य मध्य माने देखिले मोसा ही लेव्य पुस्तकर लेखक रूपे मानकु जणा पड़ुछि। ए लेव्य पुस्तक रे लेखा अछि लेव्य पुस्तक पर अवशिष्ट पुस्तक गुड़िकर केतेक पुस्तक गुड़िकर आमने देखिले मोसा ही ए व्यवस्थार लेखक मोसा ही लेव्य पुस्तकर लेखक रूपे आमको जना पड़ुछि। तो माने लेव्य पुस्तक व्यतीत एक्सटर्नल अन्य पुस्तक गुड़िकर माने इनफॉरमेशन जहाँकि मोसा ही एक लेव्य पुस्तकर लेखक बोले जानिबा पाई अन्य पुस्तक गुड़िकर प्रथमे आमे देखिबा तापर इंटरनल लेव्य पुस्तक आमे देखिबा प्रथमे आमे बाहरु देखिबा लेव्य पुस्तकर लेखक मोसा ही कही जानिबा निमंते आ माने देखिले प्रभु यीशु ख्रीष्ट ही कौतुआ विषय आमे देखि पारिले मत्ती लिखित सुसमाचार 8 अध्याय 2 पदरु 4 पद मत्ती लिखित सुसमाचार 8 अध्याय 2 पदरु 4 पद समस्ते बाइबल खोली आमे देखिले मत्ती लिखित सुसमाचार 8 अध्याय 2 पदरु 4 पद आ देख जने पुष्टि ताहांको निकट को आसी प्रणाम करी कहिला हे गुरु आपण जदि इच्छा करंती ताहेले मते सूची करि पारंती। आ जने कुष्ठी रोगी यीशु ख्रीष्टଙ୍କ निकट आसी कहउछि आपण जदि इच्छा करिवे ताहेले मते सुस्थ करि पारंती सूची करि पारंती। सेतरे यीशु हाथ बढाई ताहाको छुई कहले मो इच्छा करूछि सूची हुओ सही क्षणी से आपना कुष्ठ रोगरु सूची हैला। एठा माने देखिले गोटे प्रत्येक वाक्य माने जाग्रत रे पढ़िले यीशु हाथ बढ़ाए ताको छुईले आउ मो इच्छा करूछि सूची हुओ मो इच्छा करूछि तुमे सुस्थ हुओ कहले सही क्षणी से आपना कुष्ठ रोगरु सुस्थ हैला। सही क्षणी बे लेखा अछि प्रभु यीशु ख्रीष्ट
ତାଙ୍କ ନିକଟକୁ ଯେଉଁମାନେ ଆସୁଥିଲେ ଆମମାନଙ୍କୁ ସୁସ୍ଥ କର, ସେମାନେ ଯେଉଁ ରୋଗରେ ପୀଡ଼ିତ ହୁଅନ୍ତୁ ନା କାହିଁକି ସେମାନଙ୍କୁ ଯୀଶୁଖ୍ରୀଷ୍ଟ ସେହି କ୍ଷଣି ସୁସ୍ଥ କରୁଥିଲେ। ମାନେ ଅନେକ ସନ୍ଦର୍ଭ ବାଇବେଲରେ ଅଛି, ଅନେକ ପୀଡ଼ିତ ଲୋକ, ଅନ୍ଧ ଲୋକ, ଖଞ୍ଜ ଲୋକ, এই ପ୍ରକାର ଅନେକ ରୋଗରେ ପୀଡ଼ିତ ଲୋକ, ଭୂତଗ୍ରସ୍ତ ଲୋକ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିଲେ ଆମମାନଙ୍କୁ ସୁସ୍ଥ କର ବୋଲି କହିଲେ ଶୀଘ୍ର ସେହି କ୍ଷଣି ସୁସ୍ଥ କରିବାର ନାହିଁ। ମୁଁ ତୁମମାନଙ୍କ ପାଇଁ ପ୍ରାର୍ଥନା କରିବି, ସପ୍ତାହ ପରେ ତୁମେ ଆସ, ତାପରେ ସୁସ୍ଥ କରିବି, এই ପ୍ରକାର ସେ କେବେ କହିନାହାନ୍ତି। ସେହି କ୍ଷଣି ସୁସ୍ଥ କଲା ପରେ ଆମେ ଏ 8 ଅଧ୍ୟାୟ 3 ପଦରେ ଆମେ ଦେଖୁଛେ ଯେକୌଣସି ରୋଗରେ ପୀଡ଼ିତ ହୁଅନ୍ତୁ ନା କାହିଁକି ସେହି କ୍ଷଣି ଶୀଘ୍ର ସେ ସୁସ୍ଥ କରୁଥିଲେ। ତାପରେ 5-4 ଅଧ୍ୟାୟ ମାନେ ପଢ଼ିଲେ, ଆଉ ଯୀଶୁ ତାହାକୁ କହିଲେ, ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ ଯାଜକଙ୍କୁ ନିଜକୁ ଦେଖାଅ। ପୁଣି ମୂଷା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି ତାହା ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର। ଆମେ ଦେଖିଲେ ପୁରାତନ ନିୟମରେ ଜଣେ ବ୍ୟକ୍ତି ଯେଉଁ ରୋଗରେ ପୀଡ଼ିତ ସୁସ୍ଥ ହେଲା ପରେ ଯାଜକମାନଙ୍କୁ ଦେଖାଇବାର ଅଛି। ପ୍ରଥମେ ଲେବୀୟ ପୁସ୍ତକରେ ପ୍ରାୟତଃ ଏ ବିଷୟ ସବୁ ଆମେ ଦେଖିଥାଉ। ଯାଜକମାନଙ୍କୁ ଦେଖାନ୍ତି ପ୍ରଥମେ, ସେମାନେ ସୁସ୍ଥ ହେଲେ ନା ନାହିଁ ଯାଜକ ଦେଖି ସାର୍ଟିଫାଏ କରିବାର ଅଛି ଏହି ବ୍ୟକ୍ତି ସୁସ୍ଥ ହେଲେ ବୋଲି। ତାପରେ କହୁଛନ୍ତି ପୁଣି ମୂଷା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି ସେଇ ପ୍ରକାର କରିବା ପାଇଁ କହୁଛନ୍ତି। ଏଠାରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ସ୍ୱୟଂ ଯୀଶୁଖ୍ରୀଷ୍ଟ ହିଁ ମୂଷା ଯେଉଁ ଆଦେଶ ଦେଇଅଛନ୍ତି। ମୂଷା এই କୁଷ୍ଠ ରୋଗ ବିଷୟରେ କେଉଁଠାରେ ଆଦେଶ ଦେଇଅଛନ୍ତି କହିଲେ ପୁରାତନ ନିୟମରେ ଲେବୀୟ ପୁସ୍ତକରେ। ମାନେ ଲେବୀୟ ପୁସ୍ତକର ଲେଖକ କିଏ? ମୂଷା କହି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ପରୋକ୍ଷ ଭାବରେ କହିଲା ପରି ଏଠାରେ ଆମମାନଙ୍କୁ ଜଣାପଡ଼ୁଛି। ଯାଜକ ନିକଟକୁ ଯାଇ ଦେଖାଅ, ଆଉ ମୂଷା ଯେଉଁ ପ୍ରକାର ଆଦେଶ ଦେଇଅଛନ୍ତି ସେହି ପ୍ରକାର ଉତ୍ସର୍ଗ କର ବୋଲି। ମାନେ ପୂର୍ବେ ଯେଉଁ ରୋଗ ଥିଲେ, କୌଣସି ପାପ ଥିଲେ, ତାହା ପରିହାର ହେବା ନିମନ୍ତେ ଯାଜକ ଯେଉଁ ପ୍ରକାର କହିବେ ସେହି ପ୍ରକାର ସେମାନେ ସୁସ୍ଥ ହେଲା ପରେ ସେ ଏକ ବଳି ନୈବେଦ୍ୟ ଉତ୍ସର୍ଗ କରିବାର ସେ ବିଷୟ ଲେବୀୟ ପୁସ୍ତକରେ ଲେଖା ଅଛି। ମାନେ ଲେବୀୟ ପୁସ୍ତକର ଲେଖକ ମୂଷା ହିଁ ବୋଲି ପ୍ରଭୁ ଯୀଶୁଖ୍ରୀଷ୍ଟ ଏଠାରେ ଆମମାନଙ୍କୁ କହିଲା ପରି ଜଣାପଡ଼ୁଛି। ଆଉ ଏ ଏକ ବିଷୟ ଲେବୀୟ ପୁସ୍ତକ 14 ଅଧ୍ୟାୟରେ ଲେଖାଯାଇଅଛି କୁଷ୍ଠ ରୋଗ ବିଷୟରେ। ସେ ବିଷୟରେ ମୂଷା କିପରି ଆଦେଶ ଦେଇଛନ୍ତି, ମୂଷା କିପରି ଲେଖିଛନ୍ତି ସେ ବିଷୟରେ ସେଠାରେ ଆମେ ପାଇପାରିବା। ସେହି ପ୍ରକାର ଆମେ ଆଉ ଗୋଟେ ବାକ୍ୟ ଦେଖିବା, ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ। ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ। ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ। ଏଠାରେ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ କହୁଛନ୍ତି। ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ ପ୍ରଥମ ପଦ ଠାରୁ 4 ପଦ ପର୍ଯ୍ୟନ୍ତ। ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟ ପ୍ରଥମ ପଦ ଠାରୁ 4 ପଦ ପର୍ଯ୍ୟନ୍ତ। 2 ପଦ ଆମେ ଦେଖିଲେ, ପ୍ରଥମ ପଦ ଆମେ ଦେଖିଲେ, ସେହି ସମୟରେ ଯୀଶୁ ବିଶ୍ରାମ ବାରରେ ଶସ୍ୟ କ୍ଷେତ୍ର ଦେଇ ଗମନ କଲେ, ଆଉ ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ସିଂସା ଛିଣ୍ଡାଇ ଖାଇବାକୁ ଲାଗିଲେ। ଆଉ ବିଶ୍ରାମ ବାରରେ ଯୀଶୁଙ୍କ ସହିତ ଯୀଶୁଙ୍କ ଶିଷ୍ୟମାନେ ଯେତେବେଳେ ଶସ୍ୟ କ୍ଷେତ୍ର ଦେଇ ଗମନ କରୁଛନ୍ତି ସେହି ସମୟରେ ଶିଷ୍ୟମାନେ ଭୋକିଲା ଅବସ୍ଥାରେ ଥିବାରୁ ସେ ଶସ୍ୟ ସିଂସା ଛିଣ୍ଡାଇ ଖାଇବାକୁ ଲାଗିଲେ। ସେତେବେଳେ ପାରୁସୀମାନେ ତାହା ଦେଖି ଆଉ ଯୀଶୁଖ୍ରୀଷ୍ଟଙ୍କୁ କହୁଛନ୍ତି, ତୁମର ଶିଷ୍ୟମାନେ ବିଶ୍ରାମ ବାରରେ ଯାହା କରିବାର ବିଧିସଙ୍ଗତ ନୁହେଁ ତାହା କରୁଛନ୍ତି ବୋଲି କହୁଛନ୍ତି। ସେତେବେଳେ ଯୀଶୁଖ୍ରୀଷ୍ଟ କହିବେ, ଆଉ ସେମାନଙ୍କୁ କହିଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ଥିବା ସମୟରେ ସେ କ'ଣ କରିଥିଲେ ତାହା କି ତୁମେ ପାଠ କରିନାହ? ଦାଉଦ ଓ ତାଙ୍କର ସଙ୍ଗୀମାନେ ଭୋକିଲା ଅବସ୍ଥାରେ ଥିଲେ ସେତେବେଳେ ସେ କ'ଣ କଲେ କହିଲେ 4 ପଦରେ ସେ କହୁଛନ୍ତି, ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି ଯେଉଁ ଦର୍ଶନୀ ରୋଟି କେବଳ ଯାଜକମାନେ ହିଁ ଭୋଜନ କରିବା ବିଧିସଙ୍ଗତ ଥିଲା ତାହା ତାହାଙ୍କର ସଙ୍ଗୀ ଓ ତାଙ୍କେ ଭୋଜନ କରିବେ ବୋଲି କହୁଛନ୍ତି। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନେ ଶସ୍ୟ କ୍ଷେତ୍ର ଦେଇ ଗମନ କଲାବେଳେ ଶିଷ୍ୟମାନେ ଶସ୍ୟରୁ ସିଂସା ଛିଣ୍ଡାଇ ଖାଇବାକୁ ଲାଗିଲେ କ୍ଷୁଧିତ ଥିବାରୁ। ସେତେବେଳେ ପାରୁସୀମାନେ ଆସି ଯୀଶୁଖ୍ରୀଷ୍ଟଙ୍କୁ କହୁଛନ୍ତି, ତୁମର ଶିଷ୍ୟମାନେ ବିଶ୍ରାମ ବାରରେ ଯାହା କରିବା ବିଧିସଙ୍ଗତ ନୁହେଁ ତାହା ସିଂସା ଛିଣ୍ଡାଇ ଖାଉଛନ୍ତି ବୋଲି କହିଲେ। ଯୀଶୁଖ୍ରୀଷ୍ଟ କହିଲେ, ଏକ ସମୟରେ ଦାଉଦଙ୍କର ସଙ୍ଗୀମାନେ କ୍ଷୁଧିତ ଥିଲାବେଳେ କେବଳ ଯାଜକମାନେ ହିଁ ଖାଇବାର ଅଛି ଦର୍ଶନୀ ରୋଟି। ସମାଗମ ତମ୍ବୁ ନିକଟରେ, ସମାଗମ ତମ୍ବୁରେ ଥିବା ଦର୍ଶନୀ ରୋଟି, ଆଉ ପବିତ୍ର ସ୍ଥାନରେ ଥିବା ଦର୍ଶନୀ ରୋଟି ଆଉ ଯାଜକମାନେ ହିଁ ଖାଇବାର ଅଛି। ତାହା ଦାଉଦ ତାଙ୍କର ସଙ୍ଗୀମାନେ ଖାଇଲେ, ତାହା ତୁମେ ପାଠ କରିନାହ କି? ଲେବୀୟ ପୁସ୍ତକରେ ଏହା ଲେଖା ଅଛି, ମୂଷା ହିଁ ଲେଖିଛନ୍ତି ବୋଲି କହିଲା ପରି ପରୋକ୍ଷ ଭାବରେ ଏଠାରେ ଆମମାନଙ୍କୁ ଜଣାପଡ଼ୁଛି। ସେହି ବିଷୟ ଲେବୀୟ ପୁସ୍ତକ 26 ଅଧ୍ୟାୟ 5 ପଦରୁ 9 ପଦ ପର୍ଯ୍ୟନ୍ତ ଲେଖା ଅଛି। ସେ ଏକ ସମାଗମ ତମ୍ବୁ
ସମାଗମ ତମ୍ବୁରେ ଦର୍ଶନୀ ରୁଟି ରଖାଯାଇଥିବ, ତାହା ଯାଜକମାନଙ୍କର ଖାଦ୍ୟ ରୂପେ। ଆହୁରି ଆଗକୁ ଆମେ ଲେବ୍ୟ ପୁସ୍ତକ ଏବେ ପରିଚୟ ଆମେ ଆଲୋଚନା କଲାବେଳେ ସେହି ବିଷୟରେ ମଧ୍ୟ ଆମେ ଆଉ ଜାଣିବା। ତ ଆମେ ଯୀଶୁଖ୍ରୀଷ୍ଟ ହିଁ ମୋଶା ହିଁ ଲେବ୍ୟ ପୁସ୍ତକର ଲେଖକ ବୋଲି କହିଲା ପରେ ଆମେ ଏଠାରେ ଦେଖିଲୁ। ଆହୁରି ଆମେ ଦେଖିବା ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ, ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 21 ପଦ ଠାରୁ ଆମେ ଥରେ ଦେଖିବା। ଆଉ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତି, ତାହାଙ୍କର ନାମ ଯୀଶୁ ଦିଆଗଲା। ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା। 22 ପଦ ଆମେ ଦେଖିଲେ, ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କର ସୂଚି ହେବା ସମୟ ପୂର୍ଣ୍ଣ ହେଲା। ମୋଶାଙ୍କର ବ୍ୟବସ୍ଥା ଅନୁସାରେ ଏକ କଥାକୁ ଆମେ ଜାଗ୍ରତରେ ପଢ଼ୁ। ମୋଶାଙ୍କର ବ୍ୟବସ୍ଥା ଅନୁସାରେ ବୋଲି କହୁଛନ୍ତି, ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁଃସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ। ପ୍ରଭୁଙ୍କ ବ୍ୟବସ୍ଥା ଶାସ୍ତ୍ରରେ ଲିଖିତ ଏହି ଆଜ୍ଞା ଅନୁସାରେ ସେମାନେ ତାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ପ୍ରଭୁଙ୍କ ବ୍ୟବସ୍ଥା ଶାସ୍ତ୍ରରେ ଉଲ୍ଲିଖିତ ଉକ୍ତି ଅନୁସାରେ 2ଟି ଗୁଗୁ ବା 2ଟି କାପ୍ତା ଛୁଆ ବଳିଦାନ କରିବା ସକାଶେ ଜେରୁସାଲେମକୁ ଘେନିଗଲେ। ଏଠାରେ ଘଟଣା କ'ଣ କହିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଉତ୍ତାରେ ଆଉ ମରିୟମ ଆଉ ଯୀଶୁଖ୍ରୀଷ୍ଟଙ୍କୁ ଏକ ଜେରୁସାଲେମର ମନ୍ଦିର ନିକଟକୁ ନେଲେ। 2 କାପ୍ତା ଆଉ 2 ଗୁଗୁ ଓ 2 କାପ୍ତା ଛୁଆ ବଳି ଦେବା ଉଦ୍ଦେଶ୍ୟରେ ସେଟାକୁ ଗଲେ। ଏଠାରେ ଘଟଣା କ'ଣ କହିଲେ, ଜଣେ ସ୍ତ୍ରୀ, ଆଉ ସେହି ସମୟରେ ଗୋଟେ ନିୟମ ଥିଲା, ଜଣେ ସ୍ତ୍ରୀ ପ୍ରସବ କଲା ପରେ ସ୍ତ୍ରୀ ସନ୍ତାନ ହଉ ପୁରୁଷ ସନ୍ତାନ ହଉ, ଆଉ ପ୍ରସୂତି ସ୍ତ୍ରୀ ସୂଚି ହେବା ନିମନ୍ତେ ହେଲେ 2 ଗୁଗୁ 2 କାପ୍ତା ବଳି ଉତ୍ସର୍ଗ କରିବାର ଅଛି। ସେ ପ୍ରକାର ମରିୟମ ସୂଚି ହେବା ନିମନ୍ତେ 2 ଗୁଗୁ 2 କାପ୍ତା ଛୁଆ ଉତ୍ସର୍ଗ କରିବା ନିମନ୍ତେ ଯାଉଛନ୍ତି ସେଠାକୁ। ଆଉ ଏହି ବିଷୟ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ବୋଲି କୁହାଯାଉଛି। 22 ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 22 ପଦରେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ବୋଲି କହୁଛନ୍ତି। ମୋଶାଙ୍କ ବ୍ୟବସ୍ଥା କହିଲେ ଆମେ ମାଥ୍ୟୁ ଲିଖିତ ସୁସମାଚାରରେ ଦେଖିଲୁ ମୋଶାଙ୍କ ବ୍ୟବସ୍ଥାରେ ବୋଲି କୁହାଯାଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଏଠାରେ ଲୁକ ମଧ୍ୟ କହୁଛନ୍ତି ମୋଶାଙ୍କ ବ୍ୟବସ୍ଥା ଅନୁସାରେ। ମୋଶାଙ୍କ ବ୍ୟବସ୍ଥା କହିଲେ ସେଇ 5ଟି ପୁସ୍ତକ ହିଁ, ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଲେବ୍ୟ ପୁସ୍ତକ, ଗଣନା ପୁସ୍ତକ, ଦ୍ୱିତୀୟ ବିବରଣୀ। এই 5ଟି ପୁସ୍ତକ ମୋଶାଙ୍କର ବ୍ୟବସ୍ଥାରେ ଲେବ୍ୟ ପୁସ୍ତକ ମଧ୍ୟ ମୋଶା ହିଁ ଲେବ୍ୟ ପୁସ୍ତକର ଲେଖକ ବୋଲି କହିଲା ପରେ ଏଠାରେ ଆମେ ଦେଖିପାରୁଛୁ। ମୋଶାଙ୍କ ବ୍ୟବସ୍ଥା ବୋଲି କହିଲେ এই 5 ପୁସ୍ତକର ଲେଖକ ମୋଶା ହିଁ ବୋଲି ଆମେ ଦେଖିପାରୁଛୁ। ଏବେ ପର୍ଯ୍ୟନ୍ତ ଆମେ ମାଥ୍ୟୁ ଲିଖିତ ସୁସମାଚାର ହେଉ, ଲୁକ ଲିଖିତ ସୁସମାଚାର ହେଉ, ପରୋକ୍ଷ ଭାବରେ এই ପୁସ୍ତକ ଗୁଡ଼ିକରେ ମୋଶା ହିଁ ଲେବ୍ୟ ପୁସ୍ତକର ଲେଖକ ବୋଲି ଆମେ ଜାଣିଲୁ। ଏବେ ଇଣ୍ଟରନାଲି ଆମେ ଲେବ୍ୟ ପୁସ୍ତକର ହିଁ କେତୋଟି ବାକ୍ୟ ଦେଖିବା, ଯାହାକି କହୁଅଛି ମୋଶା ହିଁ ଲେବ୍ୟ ପୁସ୍ତକର ଲେଖକ କହି। ଦେଖନ୍ତୁ, ଲେବ୍ୟ ପୁସ୍ତକ ସମସ୍ତେ ଆମେ କାଢ଼ିଲେ। ଲେବ୍ୟ ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ, ଲେବ୍ୟ ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ, ଲେବ୍ୟ ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦ। ଲେବ୍ୟ ପୁସ୍ତକର ଲେଖକ ମୋଶା ହିଁ ବୋଲି ଜାଣିବା ନିମନ୍ତେ ଆମେ ଲେବ୍ୟ ପୁସ୍ତକ ହିଁ ଦେଖିବା। ଅନନ୍ତର ସଦାପ୍ରଭୁ ସମାଗମ ତମ୍ବୁରୁ ମୋଶାଙ୍କୁ ଡାକି କହିଲେ। ସଦାପ୍ରଭୁ ମୋଶାଙ୍କୁ ଡାକି କହିଲେ। ମୋଶାଙ୍କୁ ଡାକି କହୁଛନ୍ତି ମାନେ ଏ ପୁସ୍ତକ କିଏ ଲେଖିଥିବେ? ମୋଶା ହିଁ ଲେଖିଥିବେ। ସେହି ପ୍ରକାର 4 ଅଧ୍ୟାୟ ପ୍ରଥମ ପଦ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ। ମୋଶାଙ୍କୁ କହିଲେ ମାନେ ସଦାପ୍ରଭୁ ମୋଶାଙ୍କୁ କହିଲେ। ମୋଶାଙ୍କୁ କହିବାରୁ ମୋଶା ହିଁ ଲେଖିଲା ପରି ଆମମାନଙ୍କୁ ଜଣାପଡ଼ୁଛି। ସେହି ପ୍ରକାର 6 ଅଧ୍ୟାୟ ପ୍ରଥମ ପଦ। ସଦାପ୍ରଭୁ ମୋଶାଙ୍କୁ କହିଲେ। 6 ଅଧ୍ୟାୟ 26 ପଦ। ସଦାପ୍ରଭୁ ମୋଶାଙ୍କୁ କହିଲେ। 8 ଅଧ୍ୟାୟ ପ୍ରଥମ ପଦ। ସଦାପ୍ରଭୁ ମୋଶାଙ୍କୁ କହିଲେ। এই ସମସ୍ତ ବାକ୍ୟକୁ ଧରି ଆମେ କ'ଣ ଜାଣୁଛେ କହିଲେ, এই ଏକ ଲେବ୍ୟ ପୁସ୍ତକର ଲେଖକ ମୋଶା ହିଁ ଲେବ୍ୟ ପୁସ୍ତକର ଲେଖକ କହି এই ସମସ୍ତ ବାକ୍ୟକୁ ଧରି ଆମେ ଜାଣିପାରିବା। ଏବେ ପର୍ଯ୍ୟନ୍ତ ଆମେ 2ଟି ବିଷୟ ଜାଣିଲେ। ତାହା କ'ଣ କହିଲେ, এই ଲେବ୍ୟ ପୁସ୍ତକ, এই ପୁସ୍ତକର ନାମ ଏହାକୁ କିପରି ଆସିଲା ଜାଣିଲୁ। এই ପୁସ୍ତକର ଅର୍ଥ କ'ଣ, এই ପୁସ୍ତକର ନାମ ଏହାକୁ କିପରି ଆସିଲା ପ୍ରଥମେ ଆମେ ଜାଣିଲେ। ଆଉ এই ପୁସ୍ତକର ଲେଖକ କିଏ କହିଲେ, ଏକ୍ସଟର୍ନାଲି ଇଣ୍ଟରନାଲି ଲେବ୍ୟ ପୁସ୍ତକରୁ ଅବଶିଷ୍ଟ ପୁସ୍ତକ ଗୁଡ଼ିକରୁ ଆମେ ଜାଣିବା ବିଷୟ ହେଉଛି ମୋଶା ହିଁ ଏ ପୁସ୍ତକର ଲେଖକ ବୋଲି ଆମେ ଜାଣିପାରିଲୁ, କନଫର୍ମ ହେଲୁ। ତାପରେ ଏବେ ଆମେ ଆଲୋଚନା କରିବା ଯେ এই ପୁସ୍ତକ ସମୟ ଆଲୋଚନା କରିବା, କେତେବେଳେ ଲେଖାଯାଇଅଛି।
ए पुस्तक केबे लेखा जाइछि केउं समय लेखा जाय अछि आलोचना कले आदि पुस्तक यात्रा पुस्तक जो समय लेखा अछि एही पुस्तक मते सही समय लेखा अछि ख्रीष्टपूर्व 1440 रु आउ ख्रीष्टपूर्व 1400 वर्ष 40 वर्ष मध्य ए पुस्तक मध्य लेखा जाय अछि केते बेले लेखा जाय छि कहले 40 वर्ष मध्य ही ए पुस्तक 40 वर्ष ए पुस्तक लेखा गला परे अनेक चरित्र को धरी पंडित माने मध्य ए पुस्तक विषय कहबार माने जानू आउरी ए पुस्तक को जड़े ही लिखिले बोले कहवा निमंते मशा ही लिखिले बोले कहवा निमंते आमाने 5टी पुस्तक पढ़िले आदि पुस्तक यात्रा पुस्तक लेव्य पुस्तक ये 5टी पुस्तक आमाने पढ़िला बेले आमाने गोटे विषय ऑब्जर्व करबा ए पुस्तक लेखक मशा बोले कहवा निमंते कौन कहले 5टी पुस्तक रे मशा ही लिखिले कही ए पुस्तक रे व्यवहृत होता पद गुड़िक आम ऑब्जर्व करार अच्छी ए पुस्तक रे व्यवहृत होता भाषा प्रयोग आम देखिले आ 5टी पुस्तक रे सेम रूपे देखा जाउथो भाषा प्रयोग लेखकर शैली गोटे प्रकार देखा जाउछि तेणु एतिर लेखक होचनी मशा ही आ केते बेले लेखा गला कहले आ 40 वर्ष मध्य रे ही लेखा गला आउरी अधिक रूपे केते बेले लेखा गला कोई इन्फॉर्मेशन हमने जानिबा कहले ए पुस्तक एव्री मानकर कैलेंडर अनुसार एव्री मानकर कैलेंडर गोटे थिला आज देखो सारा जगत यूनिवर्सल भाव में गोटे कैलेंडर अच्छी समस्त गोटे कैलेंडर किंतु से काल रे से दिन मानकर से प्रकार समस्त गोटे कैलेंडर नथिला एव्री मानकर जार कैलेंडर से एव्री मानकर कैलेंडर अलग थिला आ ईश्वर से देइथिबा से कैलेंडर से देइथिबा से वर्ष गुड़िक माने जानिबा किपरि कहले आ यात्रा पुस्तक रे लेखा अछि यात्रा पुस्तक समस्त कहलो यात्रा पुस्तक 12 अध्याय ईश्वर से देइथिबा से कैलेंडर विषय रे लेखा अछि यात्रा पुस्तक 12 अध्याय 2 पद देखंतु यात्रा पुस्तक 12 अध्याय 2 पद एही मास तुमानकर प्रधान मास और वर्षर प्रथम मास हेबो क्यों मास एही मास तुमानकर प्रधान मास और वर्षर प्रथम मास हेबो वर्षर प्रथम मास है प्रधान मास परि एटारे ईश्वर से गोटे कैलेंडर विषय कहउछन्ते आ तुमे माने इस्राएल समग्र मंडली की एही कथा कुओ एही मासर 10म दिन रे तुमानकर प्रत्येक मनुष्य पितृगृह अनुसार प्रत्येक परिवार निमंते एक मेष शावक नेबो इस्राएल समग्र मंडली को एही कथा कुओ यह केवल इस्राएल समस्त मंडली को कुओ इस्राएल मान को ही कुओ माने एक वर्ष समूह एक कैलेंडर कहा पाए कहले इस्राएल मान को पाए आ मिस्र मान को पाए सेमानकर अलग थाए एही प्रकार से समय एही प्रकार जहार कैलेंडर सेमानकर आज आम गोटे कैलेंडर अच्छे यूनिवर्सल भाव से अलग अलग थिला परे आमको वाक्य को धरी जना पड़ुछि तो एठारे कहउछन्ती प्रथम मास प्रधान मास और वर्षर प्रथम मास हबो बोली कहउछन्ती आ गोटे वाक्य माने देखिबा यात्रा पुस्तक 40 अध्याय 17 पद यात्रा पुस्तक 40 अध्याय 17 पद एठारे माने देखिले अनंतर मोसांक प्रति सदाप्रभुଙ୍କ आज्ञा अनुसार द्वितीय वर्षर प्रथम मासर प्रथम दिन रे आवास स्थापित हैला अनंतर मोसांक प्रति सदाप्रभुଙ୍କ आज्ञा अनुसार द्वितीय वर्षर प्रथम मासर प्रथम दिन रे एठारे सेठारे प्रथम वर्षर प्रथम मास कही देखा गला इस्राएल मंडली को कहले आ एठारे द्वितीय वर्षर प्रथम मास कही देखा जाउछि प्रथम मासर प्रथम दिन रे आवास स्थापित हैला आवास एठारे माने अल्प समय समागम तंबू बा आवास विषय माने आलोचना करबा द्वितीय वर्षर प्रथम मासरे आवास स्थापित हैला पुणी एक आवास विषय माने आ यात्रा पुस्तक माने ध्यान कला बेले आलोचना करथिलु ध्यान करथिलु जेते बेले ईश्वर आ मोसा को यात्रा पुस्तक 19 अध्याय 26 पदटारू मोसा को ईश्वर आ सिनेह पर्वत ऊपर को डाकिबे सिनेह पर्वत ऊपर मोसा को ईश्वर केतेक आज्ञा देबे आ मोसा आसी तले लोक मानकु से आज्ञा देबे लोक माने आमाने ए सब आज्ञा अनुसार बंचिबो ए सब आज्ञा पालन करिबो बोली कहिबे तापर ईश्वर कहिबे आ तुमे जते बेले मोर कथा सुनुछ आ मोर आज्ञा पालन करिबो बोली कहिलो तो मु तुमार मु आ कोउठी ना काहे कि रहिबे
ତୁମେ ମାନେ ମୋର କଥା ଶୁଣିବ ବୋଲି କହିବାରୁ ମୁଁ ତୁମମାନଙ୍କ ମଧ୍ୟକୁ ଆସିଯିବି ବୋଲି କହିବେ। 25 ଅଧ୍ୟାୟ ଯାତ୍ରା ପୁସ୍ତକ 25 ଅଧ୍ୟାୟ 8 ପଦ 9 ପଦରେ। ତାହେଲେ ମୁଁ ତୁମମାନଙ୍କ ମଧ୍ୟକୁ ଆସିବାକୁ ହେଲେ ତୁମେ ମୋ ପାଇଁ ଗୋଟିଏ ଆବାସ ବା ତମ୍ବୁ ନିର୍ମାଣ କର ବୋଲି ସେଠାରେ କହିବେ। ଯାତ୍ରା ପୁସ୍ତକ 25 ଅଧ୍ୟାୟ 8 ପଦ 9 ପଦ ଆମେ ଦେଖିଲେ ସେମାନେ ଆମ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ଆମର ଲୋକମାନେ ଆମର ଆଜ୍ଞା ଶୁଣନ୍ତି, ଆମ ଆଜ୍ଞା ଅନୁସାରେ କରିବେ ବୋଲି କହିଲେ ତ ସେମାନଙ୍କ ମଧ୍ୟକୁ ମୁଁ ଯିବି ବୋଲି କହି ଈଶ୍ୱର କହୁଛନ୍ତି ଆମ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କର। ଏଠାରେ କେତୋଟି ପଦ ବ୍ୟବହାର ହୋଇଛି ଆମେ ଜାଗ୍ରତ ଲକ୍ଷ୍ୟ କରୁ। ପବିତ୍ର ସ୍ଥାନ ନିର୍ମାଣ କର ମୋ ପାଇଁ ବୋଲି କହିଲେ 9 ପଦରେ କହୁଛନ୍ତି ଆବାସର ଆକାର ପବିତ୍ର ସ୍ଥାନ ନିର୍ମାଣ କର। ଆଉ ତାହା କିପରି ନିର୍ମାଣ କରିବାର ଅଛି ମୁଁ ସେସବୁ ବିଷୟରେ ତୁମକୁ ଜଣାଏ ବୋଲି କହିଲେ। ଆଉ ସେଇ ପବିତ୍ର ସ୍ଥାନ ବୋଲି କହିଲେ ପବିତ୍ର ସ୍ଥାନକୁ ହିଁ 9 ପଦରେ ଆବାସ ବୋଲି କହିଲେ। ତାପରେ 26 ଅଧ୍ୟାୟରେ ଆମେ ଦେଖିଲେ 26 ଅଧ୍ୟାୟ ପ୍ରଥମ ପଦରେ ଆମେ ଦେଖିଲେ ଆଉ ଆବାସ ବୋଲି କହିଲେ। 25 ଅଧ୍ୟାୟ 8 ପଦ 9 ପଦରେ ପବିତ୍ର ସ୍ଥାନ ବୋଲି କହିଲେ ଆବାସ ବୋଲି କହିଲେ। 26 ଅଧ୍ୟାୟରେ ପ୍ରଥମ ପଦରେ ଆବାସ ବୋଲି କହିଲେ। 26 ଅଧ୍ୟାୟ ଆଉ 26 ଅଧ୍ୟାୟ ଆମେ ଦେଖିଲେ 26 ଅଧ୍ୟାୟ 9 ପଦରେ ଦେଖିଲେ ତମ୍ବୁ ବୋଲି କହୁଛନ୍ତି। ତମ୍ବୁ ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ ବୋଲି କହୁଛନ୍ତି। ତାପରେ ସେଇ ପ୍ରକାର ଆମେ 27 ଅଧ୍ୟାୟ 21 ପଦ ଆମେ ଦେଖିଲେ ଯାତ୍ରା ପୁସ୍ତକ 27 ଅଧ୍ୟାୟ 21 ପଦ ଆମେ ଦେଖିପାରିଲେ ସମାଗମ ତମ୍ବୁ ସାକ୍ଷ୍ୟ ସିନ୍ଦୁକ ବୋଲି କହୁଛନ୍ତି। ପବିତ୍ର ସ୍ଥାନ କହିଲେ, ଆବାସ କହିଲେ, ତମ୍ବୁ କହିଲେ, ସମାଗମ ତମ୍ବୁ କହିଲେ, ସାକ୍ଷ୍ୟ ସିନ୍ଦୁକ କହିଲେ। ତାପରେ ଆମେ ଲେବ୍ୟ ପୁସ୍ତକ 21 ଅଧ୍ୟାୟ 12 ପଦରେ ଆମେ ଦେଖିପାରିଲେ ଲେବ୍ୟ ପୁସ୍ତକ 21 ଅଧ୍ୟାୟ 12 ପଦ ଆମେ ଦେଖିଲେ ଲେବ୍ୟ ପୁସ୍ତକ 21 ଅଧ୍ୟାୟ 12 ପଦରେ ଆମେ ଦେଖିଲେ ଲେବ୍ୟ ପୁସ୍ତକ 21 ଅଧ୍ୟାୟ 12 ପଦରେ ଅଥବା ପବିତ୍ର ସ୍ଥାନରୁ ବାହାରିବ ନାହିଁ, ଆପଣା ପରମେଶ୍ୱରଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରିବ ନାହିଁ ବୋଲି କହିଲେ। ମାନେ ଈଶ୍ୱରଙ୍କର କଥା ଇସ୍ରାଏଲ ମାନେ ଶୁଣିବାରୁ ତାହାଙ୍କର ଆଜ୍ଞା ଶୁଣିବାରୁ ସେ ମୁଁ ତୁମ ସହିତ ରହିବି, ମୋ ପାଇଁ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କର, ମୁଁ ଯେଉଁ ପ୍ରକାର କହିବି ସେହି ପ୍ରକାର ନିର୍ମାଣ କର ବୋଲି କହିଲେ। ସେହି ପବିତ୍ର ସ୍ଥାନକୁ ଅନେକ ପ୍ରକାର ଈଶ୍ୱର କହିଲା ପରେ ଆମେ ଦେଖାଯାଉଛି ପବିତ୍ର ତମ୍ବୁ ହିଁ ପବିତ୍ର ସ୍ଥାନ, ଆବାସ ହିଁ ପବିତ୍ର ସ୍ଥାନ, ପବିତ୍ର ସ୍ଥାନ ହିଁ ସମାଗମ ତମ୍ବୁ, ସମାଗମ ତମ୍ବୁ ସାକ୍ଷ୍ୟ ସିନ୍ଦୁକ, ପବିତ୍ର ସ୍ଥାନ ତମ୍ବୁ ଆବାସ ଏହି ପ୍ରକାର ଗୋଟିଏ ସେ ସମାଗମ ତମ୍ବୁକୁ ହିଁ ସାକ୍ଷ୍ୟ ସିନ୍ଦୁକକୁ ଏତେ ପ୍ରକାର ସେ କହି ଆସିଲେ ଆଉ ସେଥିରେ ସେ ବାସ କରିବେ ବୋଲି କହୁଛନ୍ତି। ତାପରେ ଆଉ ଗୋଟେ ବାକ୍ୟ ଆମେ ଦେଖିପାରିଲେ ଗଣନା ପୁସ୍ତକ 12 ଅଧ୍ୟାୟ 7 ପଦ, ଗଣନା ପୁସ୍ତକ 12 ଅଧ୍ୟାୟ 7 ପଦ, ଗଣନା ପୁସ୍ତକ 12 ଅଧ୍ୟାୟ 7 ପଦ ଯଦି ଆମେ ଦେଖୁ ଆମର ସେବକ ମୂଷା ତଦ୍ରୂପ ନୁହେଁ, ସେ ଆମର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସ ପାତ୍ର ଅଟେ। ଏଠାରେ ଆସିଲା ବେଳକୁ ସେ ପବିତ୍ର ସ୍ଥାନକୁ ହିଁ ଗୃହ ବୋଲି କହୁଛନ୍ତି। ମାନେ ଈଶ୍ୱରଙ୍କ ପବିତ୍ର ସ୍ଥାନ, ଈଶ୍ୱରଙ୍କ ତମ୍ବୁ, ଈଶ୍ୱରଙ୍କର ଆବାସ, ଈଶ୍ୱରଙ୍କର ସମାଗମ ତମ୍ବୁ, ଈଶ୍ୱରଙ୍କର ସାକ୍ଷ୍ୟ ସିନ୍ଦୁକ, ଈଶ୍ୱରଙ୍କ ନିୟମ ସିନ୍ଦୁକ, ଈଶ୍ୱରଙ୍କର ଗୃହ ବୋଲି କହି ଆସିଲେ। ଆଉ ସେଥିରେ ଆମେ ରହିବା ବୋଲି କହିଲା ପରେ ଆମେ ଏହି ସମସ୍ତ ବାକ୍ୟ ଦ୍ୱାରା ଜାଣିପାରୁଅଛୁ ଈଶ୍ୱରଙ୍କର ସମାଗମ ତମ୍ବୁକୁ ହିଁ ଏତେ ପ୍ରକାର କହିଲା ପରେ ଆମେ ଜାଣୁଅଛୁ। ସେହି ପ୍ରକାର ନୂତନ ନିୟମକୁ ଆସିଲା ବେଳେ ନୂତନ ନିୟମରେ ଈଶ୍ୱରଙ୍କର ଗୃହକୁ ସମାଗମ ତମ୍ବୁକୁ ନୂତନ ନିୟମରେ କେଉଁ ପ୍ରକାର ଡାକିଲେ, ନୂତନ ନିୟମ ଆସିଲା ବେଳେ ପରିବର୍ତ୍ତନ ମାନଙ୍କୁ ଦେଖାଯାଉଛି। ନୂତନ ନିୟମରେ ଈଶ୍ୱରଙ୍କର ବାସସ୍ଥାନ କ'ଣ କହି ଆଲୋଚନା କଲେ, ପୁରାତନ ନିୟମରେ ଈଶ୍ୱରଙ୍କର ବାସସ୍ଥାନ ତମ୍ବୁ ଆବାସ ସାକ୍ଷ୍ୟ ସିନ୍ଦୁକ ସମାଗମ ତମ୍ବୁ ହେଲେ। ଆଉ ନୂତନ ନିୟମରେ ଈଶ୍ୱରଙ୍କର ବାସସ୍ଥାନ କ'ଣ କହିଲେ, ଈଶ୍ୱର କେଉଁଠାରେ ରହିବି ବୋଲି କହୁଛନ୍ତି କହିଲେ। ଆମେ ଦେଖୁ ପ୍ରଥମ କରନ୍ତୀୟ ମଣ୍ଡଳୀ ନିକଟକୁ ପ୍ରଥମ ପତ୍ର 3 ଅଧ୍ୟାୟ, ସମସ୍ତେ ଆମେ ବାଇବେଲ ଖୋଲି ଦେଖିବା। କରନ୍ତୀୟ ମଣ୍ଡଳୀ ନିକଟକୁ ପ୍ରଥମ ପତ୍ର 3 ଅଧ୍ୟାୟ, କରନ୍ତୀୟ ମଣ୍ଡଳୀ ନିକଟ ପ୍ରଥମ ପତ୍ର ଆଉ 3 ଅଧ୍ୟାୟ ଆଉ 16 ପଦ ଆମେ ଦେଖୁ ତୁମେମାନେ କି ଜାଣ ନାହିଁ ଯେ ତୁମେମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। ପୁରାତନ ନିୟମରେ ତମ୍ବୁ ହିଁ ଈଶ୍ୱରଙ୍କ ମନ୍ଦିର, ପୁରାତନ ନିୟମରେ ଆବାସ ହିଁ ଈଶ୍ୱରଙ୍କ ମନ୍ଦିର। ଏହି ନୂତନ ନିୟମକୁ ଆସିଲା ବେଳକୁ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆମ୍ଭେମାନେ ଈଶ୍ୱରଙ୍କ ମନ୍ଦିର ବୋଲି କହୁଛନ୍ତି। ଆମେ ଜାଣିପାରୁଛୁ କି ଆମ୍ଭେମାନେ ଈଶ୍ୱରଙ୍କ ବାସସ୍ଥାନ, ଈଶ୍ୱର ଆମଠାରେ ବିଶ୍ରାମ କରିବେ କହୁଛନ୍ତି। ଆମେମାନେ ଈଶ୍ୱରଙ୍କର
ବାସସ୍ଥାନ ବୋଲି ସେ କହିଲା ପରେ ଏଠାରେ ଜଣାପଡ଼ୁଛି। ଆଉ ଗୋଟେ ବାକ୍ୟ ଦେଖନ୍ତୁ, ପ୍ରଥମ କରନ୍ଥୀୟ 6:19 ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ତୁମ୍ଭେମାନେ ନିଜ ନିଜର ନୁହଁ, ଆମେମାନେ ପବିତ୍ର ଆତ୍ମାଙ୍କ ମନ୍ଦିର, ଆମେମାନେ ଈଶ୍ୱର ବାସ କରିବାକୁ ଥିବା ସ୍ଥାନ ବୋଲି ଏଠାରେ କୁହାଯାଉଅଛି। ଏବେ ପର୍ଯ୍ୟନ୍ତ ଈଶ୍ୱର ତମ୍ବୁରେ ଆବାସରେ ରହିବେ ଭାବିଲେ ସେମାନଙ୍କୁ କହିଲେ, ଆଜି କହୁଛନ୍ତି ମୁଁ ତୁମ ଅନ୍ତରରେ ହିଁ ତୁମ ସହିତ ହିଁ ରହିବି ବୋଲି କହୁଛନ୍ତି। ଏଫେସୀୟ ମଣ୍ଡଳ ଲିଖିତ ପତ୍ର 2:19-20 ମୋତେ କହୁଥିବା ବିଷୟ। ଏଫେସୀୟ ମଣ୍ଡଳ ଲିଖିତ ପତ୍ର 2:19-20। ଏଫେସୀୟ ମଣ୍ଡଳ ଲିଖିତ ପତ୍ର 2 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ, ଈଶ୍ୱରଙ୍କ ପରିବାରଭୁକ୍ତ ଅଟ। ଈଶ୍ୱରଙ୍କ ଗୃହ କହିଲେ, ଈଶ୍ୱରଙ୍କ ତମ୍ବୁ କହିଲେ, ଆବାସ କହିଲେ, ସାକ୍ଷ୍ୟ ସିନ୍ଦୁକ କହିଲେ। ଏଠାରେ କହୁଛନ୍ତି ତୁମମାନେ ବିଜାତି ହେଲେ ବି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲା ପରେ, ଈଶ୍ୱରଙ୍କଠାରେ ବିଶ୍ୱାସ କଲା ପରେ ତୁମେମାନେ ଈଶ୍ୱରଙ୍କର ପରିବାରଭୁକ୍ତ ଅଟ। ଆଉ ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୁଅଛ। ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର। ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟେ ପବିତ୍ର ମନ୍ଦିର ସ୍ୱରୂପ ବୃଦ୍ଧି ପାଉଅଛ। ତୁମମାନେ ହେଉଛନ୍ତି ଗୋଟେ ମନ୍ଦିର, ତୁମେମାନେ ଈଶ୍ୱରଙ୍କର ଆବାସ, ତୁମେମାନେ ଈଶ୍ୱରଙ୍କର ବାସସ୍ଥାନ। ତୁମମାନେ ସମସ୍ତେ ଗୋଟେ ଗୋଟେ ପଥର ରୂପେ ନିର୍ମିତ ହୁଅଛ, ଈଶ୍ୱରଙ୍କ ମନ୍ଦିର ଭାବରେ ନିର୍ମିତ ହୁଅଛ ବୋଲି ଏହି ଏଫେସୀୟ ମଣ୍ଡଳ ଲିଖିତ ପତ୍ର 2:19-20 ଆମମାନଙ୍କୁ ଜଣାପଡ଼ୁଛି। ଆଉ ଆମେ କେବେ ହେଲେ ସେଇ ପ୍ରକାର ଭାବୁଛେ କି ମୁଁ ଈଶ୍ୱରଙ୍କ ମନ୍ଦିର, ମୁଁ ଈଶ୍ୱରଙ୍କର ଆବାସ, ଈଶ୍ୱର ମୋ ଠାରେ ବାସ କରିବେ ବୋଲି ଭାବୁଛନ୍ତି? ହେଲେ ଆମେ କେବେ ହେଲେ ଜାଣିପାରୁଛେ କି, କେବେ ହେଲେ ଆମେ ବୁଝିପାରୁଛେ କି ଆମ୍ଭେମାନେ ଈଶ୍ୱରଙ୍କର ଆବାସ? ଏକ ସମୟରେ ସମାଗମ ତମ୍ବୁରେ ଈଶ୍ୱର ବାସ କଲେ, ଆଜି ଆମମାନଙ୍କ ମଧ୍ୟରେ ଈଶ୍ୱର ବାସ କରିବାକୁ ଇଚ୍ଛା କରୁଛନ୍ତି। ତ ଏବେ ଆମେ ପୁନର୍ବାର ଆମମାନଙ୍କର ବିଷୟ ମଧ୍ୟକୁ ଆସିବା। ଲେବ୍ୟ ପୁସ୍ତକ କେତେବେଳେ ଲେଖାଯାଇଥିଲା? ଲେବ୍ୟ ପୁସ୍ତକ କେତେବେଳେ ଲେଖାଯାଇଥିଲା କହିଲେ, ଆମେ ତାହାକୁ ବାକ୍ୟ ଆମେ ଦେଖିଲୁ। ଯାତ୍ରା ପୁସ୍ତକ 40:17। ଯାତ୍ରା ପୁସ୍ତକ 40:17 ଆମେ ଦେଖିଲେ। ଯାତ୍ରା ପୁସ୍ତକ 40:17 ଆଉ 12 ଅଧ୍ୟାୟରେ, ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ସେ କହୁଥିବା ବିଷୟ ପ୍ରଥମ ବର୍ଷର ପ୍ରଥମ ମାସ ବୋଲି, ଦ୍ୱିତୀୟ ବର୍ଷର ପ୍ରଥମ ମାସ ବୋଲି କହିଲେ। ଯାତ୍ରା ପୁସ୍ତକ 40:17 ଆମେ ଆସିଲା ବେଳେ, ଆଉ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ କହିଲା ପରେ 40:17 ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା। ଆବାସ ସମାଗମ ତମ୍ବୁ, ଈଶ୍ୱର ଇସ୍ରାଏଲମାନଙ୍କୁ ସମାଗମ ତମ୍ବୁ ନିର୍ମାଣ କର ଆଉ ସ୍ଥାପିତ କର ବୋଲି କହିଲେ। ସମାଗମ ତମ୍ବୁ ସ୍ଥାପିତ ହୋଇଗଲା ପରେ ଏମାନଙ୍କୁ ଦେଖାଯାଉଛି ଦ୍ୱିତୀୟ ବର୍ଷ ପ୍ରଥମ ମାସରେ ସ୍ଥାପିତ ହେଲା ପରେ କ'ଣ କରିବାର ଅଛି? ସ୍ଥାପିତ ହେଲା ପରେ ଲେବ୍ୟମାନଙ୍କ ମଧ୍ୟରେ ଅନେକ ଯାଜକମାନେ ମନୋନୀତ କଲେ ଈଶ୍ୱର, ଆଉ ସେମାନେ ଆପଣଙ୍କୁ ପବିତ୍ର ରୂପେ ରଖିବେ ଆଉ ଯାଜକ କର୍ମ କରିବେ। ସମାଗମ ତମ୍ବୁ ସ୍ଥାପିତ ହେଲା ପରେ ସେଥିରେ ଯାଜକ କର୍ମ କରିବେ। ଅନେକ ପ୍ରକାର ବିଧି ବିଧାନ ନିୟମ ଗୁଡ଼ିକ ସେଥିରେ ଅଛି। ଈଶ୍ୱରଙ୍କ ସମ୍ମୁଖରେ ପବିତ୍ର ରୂପେ ଗଣାଯିବେ। ଏ ସମସ୍ତ ବିଷୟ ଆଉ ଲେବ୍ୟ ପୁସ୍ତକରେ ଲେଖାଯାଇଛି। ମାନେ ଲେବ୍ୟ ପୁସ୍ତକ କେତେବେଳେ ଲେଖାଗଲା କହିଲେ, ଆବାସ ସ୍ଥାପିତ ହେଲା ପରେ, ସମାଗମ ତମ୍ବୁ ସ୍ଥାପିତ ହେଲା ପରେ, ମାନେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ଲେବ୍ୟ ପୁସ୍ତକ ଲେଖାଗଲା କହି। ଆଉ ଗୋଟିଏ ବାକ୍ୟ ଦେଖନ୍ତୁ, ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦରେ ଆଉ କହୁଥିବା ବିଷୟ। ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦରେ କହୁଛନ୍ତି। ଗଣନା ପୁସ୍ତକ ପ୍ରଥମ ଅଧ୍ୟାୟ ପ୍ରଥମ ପଦରେ ଲୋକମାନେ ମିଶର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ, ମାନେ ଗଣନା ପୁସ୍ତକ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ଲେଖାଗଲା। ଲେବ୍ୟ ପୁସ୍ତକ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଲେଖାଯାଇଛି। ଆବାସ ସ୍ଥାପିତ ହେଲା ପରେ ଲେବ୍ୟ ପୁସ୍ତକ ଲେଖାଗଲା। ତାପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଗଣନା ପୁସ୍ତକ ଲେଖାଗଲା ପରେ ଆମକୁ ଜଣାପଡ଼ୁଛି। ମାନେ ଏକ ଲେବ୍ୟ ପୁସ୍ତକ କେତେବେଳେ ଲେଖାଗଲା କହିଲେ, ଆଉ ଏବ୍ରୀମାନଙ୍କର କ୍ୟାଲେଣ୍ଡର ଅନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ଲେଖାଗଲା ପରେ ଆମେ ଜାଣିପାରୁଛେ। ମାନେ ଏଇ ଏକ 1400 ବର୍ଷ 40 ବର୍ଷ ମଧ୍ୟରେ ଦ୍ୱିତୀୟ ବର୍ଷର 5ଟି ପୁସ୍ତକରୁ ଲେବ୍ୟ ପୁସ୍ତକ ଦ୍ୱିତୀୟ ବର୍ଷର
प्रथम मासरे लेखागला बोले एबे पर्यंत आम जानिलु एक लेव्य पुस्तक यार नाम या किपरि आसिला यार लेखक किए या केतेबेले लेखागला एबे पर्यंत ये समस्त विषय द्वारा मैंने जानिले। तो एक लेव्य पुस्तक केउ स्थान रे लेखा जाय अछि केउ स्थान रे लेखागला केउ स्थान रे मोसा एक लेव्य पुस्तक को लेखिले कहले आउ देखिबा माने लेव्य पुस्तक प्रथम अध्याय प्रथम पद केउ स्थान रे मोसा लेव्य पुस्तक लेखिले लेव्य पुस्तक प्रथम अध्याय आ प्रथम पद लेव्य पुस्तक प्रथम अध्याय प्रथम पद सदाप्रभु समागम तंबुरु मोसा को डाकी कहले सदाप्रभु समागम तंबुरु मोसा को डाकी कहले आमे यात्रा पुस्तक जते बेला माने पढिलु अरण्य यात्रा रे अबा सिन्हा पर्वत निकट रे रही लेखिला परे आमे जानिलु एक लेव्य पुस्तक समागम तंबु मध्यरु समागम तंबुरु ईश्वर आ मोसा को डाकी कहले समागम तंबुरु ईश्वर मोसा को कहबारे सेठारे आ यात्रा पुस्तक सिन्हा पर्वत रे ही लेखिला परे आमे देखिबा लेव्य पुस्तक 25 अध्याय 1 पद लेव्य पुस्तक 25 अध्याय प्रथम पद अनंतर सदा प्रभु सिन्हा पर्वत रे मोसा को कहले सिन्हा पर्वत निकट रे मोसा को कहले माने एक विषय सिन्हा पर्वत निकट रे रही लेखिला परे आमे जानु सिन्हा पर्वत निकट रे ही रही लेव्य पुस्तक सिन्हा पर्वत निकट रे रही मोसा लेखिला परे आमे जानि परबा 26 अध्याय 46 पद लेव्य पुस्तक 26 अध्याय 46 पद आमे थरे देखिले लेव्य पुस्तक 26 अध्याय 46 पद सदा प्रभु सिन्हा पर्वत रे मोसा को द्वारा आपनार इस्राएल संतानगण मध्य ए सकल विधि और शासन और व्यवस्था स्थापन कले ए पुस्तक केउ स्थान रे लखिले माने एटा स्पष्ट रूपे लिखा जाय अछि सिन्हा पर्वत निकट रे मोसा को द्वारा ईश्वर लेखाइले मोसा को द्वारा ईश्वर सिन्हा पर्वत निकट रे लेखाइले ए पुस्तक सिन्हा पर्वत निकट रे लेखा जिबार आ 27 अध्याय 34 पद रे सदा प्रभु सिन्हा पर्वत रे इस्राएल संतानगण निमंते मोसा को जो आज्ञा देथिले से सकल एहा सिन्हा पर्वत निकट रे रही लेखिला परे आमे देखोछे मोसा एक लेव्य पुस्तक सिन्हा पर्वत निकट रे रही लेखिले एबे आमे आलोचना करबा एबे पर्यंत होते लेव्य पुस्तक परिचय आमे आलोचना करूछे किए लेखिले ए पुस्तक किपरि आसिला नाम याकू केते बेले लेखिले केउ स्थान रे रही लेखिले ए चारोटी विषय माने ध्यान कलु एक लेव्य पुस्तक बुझिबा पय आमान को होय तो कष्टकर होई पारे किंतु माने बुझिबा पय चेष्टा करिबा एक 27 अध्याय माने बुझिबा और अधिक रूपे बुझिबा पय माने चेष्टा करिबा आ ए 27 अध्याय रो मुख्य उद्देश्य कोन प्रथमे आमान आलोचना करले आ ए 27 अध्याय लेव्य पुस्तक रो एतरे दिबा मुख्य उद्देश्य कोन कहले आ मुख्य उद्देश्य होची 27 अध्याय माने पढिले जानि पारिबा पवित्र रूपे ईश्वर रहिबा पय कहउछन्ती ईश्वर आपना लोक मान को पवित्रता ईश्वर चाहंती पवित्रता कोइ पद एक 27 अध्याय मान को देखा जीवो पवित्र रूपे रहिबा पय ईश्वर चाहंती पवित्रता चाहुतबा पुस्तक ही लेव्य पुस्तक रूपे आमान को देखा जाउछि आदि पुस्तक देखिले आदि पुस्तक रे मनुष्यर विनाश वा पतन घटिला यात्रा पुस्तक रे मनुष्य मान को ईश्वर उद्धार कले मिस्र रु तापर उद्धार करथिबा ईश्वर एमाने पवित्र रूपे रहिबार अछि लेव्य पुस्तक रे मनुष्य माने पवित्र रूपे रहिबार अछि आपणा आपणा को पवित्र रूपे करिबार अछि बोली से समस्त विषय एक लेव्य पुस्तक रे लिखा जाय अछि लेव्य पुस्तक रे मनुष्य आपणा आपणा को सूची करिबार अछि सेति पय ईश्वर तुमे पवित्र रूपे हेबार अछि कारण मु पवित्र मु एबे पर्यंत कोठी ना अछि मु तुमे मो कथा सुनिबार मु एबे तुम तंबु को समागम तंबु को मु आसीबी आसीबा कहले तुमाने पवित्र रूपे रहिबार अछि एबे देखंतु आमे माने मध्य आमे केउ प्रकार लोक से प्रकार लोक मानको चारि पार्श्व रहिबार अछि बोली आमे भाबी थाउ एबे ईश्वर पवित्र तेणु तांको चारि पार्श्व थिबा लोक माने पवित्र हेबार अछि पवित्रता से चाहुचंती लेव्य पुस्तक हम देखिले एबे देखंतु एबे जने भक्त व्यक्ति थिले तांको चारि पार्श्व थिबा लोक माने मध्य भक्ति रूपे रहिबार अछि बोली से चाहंती जने व्यक्ति धार्मिक रूपे बंचुते चारि पार्श्व लोक माने धार्मिक रूपे बंचिबार अछि बोली चाहंती से प्रकार ईश्वर पवित्र तेणु चारि पार्श्व थिबा तुमे माने
पवित्र रूपे हेबार अच्छी बोले सारा लेव्य पुस्तक सारा से पवित्रता विषय ईश्वर लेखाइला पर आम 27 अध्याय मैंने पढ़ी पारिबा आउ जानी पारिबा से प्रकार लेव्य पुस्तक 19 अध्याय प्रथम पद मैंने देखिले ईश्वर कहते लेव्य पुस्तक 19 अध्याय प्रथम पद मैंने देखू लेव्य पुस्तक 19 अध्याय प्रथम पदरे सदाप्रभु मूसा को कहले इस्राएल संतान गण को तुम्हें समस्त मंडली को कह तुमने पवित्र हेब कारण आम्भे सदाप्रभु तुम परमेश्वर पवित्र पटु एटारे मूसा को ईश्वर कहते समस्त को जाए कह तुम्हें पवित्र हुओ कारण आम्भे पवित्र अटु तुम्हें पवित्र हुओ आम्भे पवित्र अटु से प्रकार 11 अध्याय 44 पद लेव्य पुस्तक 11 अध्याय 44 पद मैंने देखिले 11 अध्याय 44 पद मैंने देखू कारण आमे सदाप्रभु तुम परमेश्वर अटु तुम्हें माने आपण आपण को पवित्र कर तुम्हें माने पवित्र हो जेहेतु आमे पवित्र तेणु तुम्हें माने मध्य पवित्र हेबार अच्छी बोले ईश्वर कहते लेव्य पुस्तक सारा पढ़ले ईश्वर मनुष्य मान पवित्रता चाहती से विषय मानक जना पड़ुछि आउ 27 अध्याय से किपरि पवित्र हेबे कौन करी पवित्र हेबे से दि जाइतबा विधि गुड़िक कौन से करबा पई कुआ जाइतबा कार्य गुड़िक कौन ए समस्त विषय 27 अध्याय आम पाइपर आउ 27 अध्याय मध्य को आहरी एबे आम यात्रा पुस्तक परिचय आरंभ विषय गुड़िक ही ध्यान कलु आहरी 27 अध्याय माने ध्यान करिवार अछि आ 27 अध्याय मध्य को जीवा पूर्व आमे माने थरे एवरी पुस्तक थे मैंने 10 अध्याय 1 ରୁ 4 पद पर्यंत आम पढ़ी पारिबा एवरी पुस्तक टिके देखी मैंने पुनर्बार आम लेव्य पुस्तक प्रथम अध्याय टू 27 अध्याय मैंने परिचय मैंने जानिबा तो एवरी पुस्तक 10 अध्याय 1 पद टू 4 पद एवरी पुस्तक 10 अध्याय 1 पद टू 4 पद प्रथम पद टू 4 पद कारण व्यवस्था आगामी भूतमत विषय छाया स्वरूप होई से सब विषय अविकल प्रतिमूर्ति न हेबारु जाजक मानकर वर्ष को वर्ष से एक प्रकार बलि उत्सर्ग करने द्वारा उपासक मान कदापि सिद्ध करि पारे नाही जदि पारि था तेबे उपासक माने थरे सूचीकृत होई विवेक रे आ पापर बोध न पाइबारु सेही सब बलिर उत्सर्ग कौन निवृत्त होई न थांता किंतु सेही सब बलि वर्ष को वर्ष पाप स्मरण करा जाए कारण वृष छागर रक्त जे पाप हरण करने असंभव एठाने मैंने देखिले पुरातन नियम से माने जेतेबेले पाप करते कौन दोष करती ताहेले दोषर परिहार रूपे पापर परिहार रूपे से माने गोटे छाग को ना गोटे वृष को गोटे पक्षी को से माने बलि उत्सर्ग करिवार आ पाप आमर परिहार हो गला पवित्र ए प्रकार हेबार से माने किंतु ए प्रकार छाग आ वृष रक्त छाग आ वृषर रक्त आ मनुष्य को संपूर्ण रूपे सिद्ध करि पारु नाही पाप परिहार करि पारु नाही मनुष्य मानकर बोले एटारे लेखा अछि मनुष्य मानकर पाप को छाग आ वृषर रक्त संपूर्ण रूपे आ सूची करि पारु नाही मनुष्य मानक बोली एटा लेखा अछि से प्रकार एवरी 7 अध्याय 8 अध्याय 9 अध्याय मध्ये सेही विषय रे हम पाई पारो 9 अध्याय 12 पद 13 पद हमने पढू 9 अध्याय 12 पद 13 पद 12 पद हमने पढ़ले मात्र आपणार रक्त घेनी एकाथरे के महापवित्र स्थान रे प्रवेश करी अनंत मुक्ति साधन करी अछंती आउ छागर रक्त वृषर रक्त काम करू नाही आउ पाप काढी दउ नाही सेही समय ही लेव्य मानकर सेही समय थिबा लोक मानकर पाप को परिहार करि पारु नाही पशु मानकर रक्त आउ आज आमानकर पाप को आमानक करथिबा भूल को से रक्त आमानक पापर परिहार करि पारिबो कि नाही एकाथर के कृष्णकर रक्त ही मुक्ति साधन कला कृष्णकर रक्त कृष्ण बलि हेबार अछि आउ सेही रक्त कार्य करू नाही तेणु कृष्णଙ୍କ रक्तरे आमने धौत हेबार अछि सेथिपाई ईश्वर केबे ना स्वर्गस्थ पिता केबे ना जीशु कृष्ण को जगतर भित्तिमूल स्थापित हेबा पूर्वे मनोनीत करि अछंती आमानଙ୍କ ପାଇଁ बलि हेबा निमंते आमानଙ୍କର पाप निमंते बलि हेबा निमंते कहि आ पितरଙ୍କ प्रथम पत्र से कहउथिबे भित्तिमूल स्थापित होगा पूर्व प्रभु जीशुकृष्ण को आम निमंते बलि करने निमंते ईश्वर निरूपित कलापरी आम से पाऊ तेणु आ छाग रक्त मेष रक्त द्वारा
ଆଉ ମଣିଷ ମାନେ ପାପରୁ ଶୁଚି ହୋଇପାରିବା ନାହିଁ। ଖ୍ରୀଷ୍ଟଙ୍କ ରକ୍ତରେ ଦୌତ ହେବାର ଅଛି। ଖ୍ରୀଷ୍ଟଙ୍କ ରକ୍ତରେ ଦୌତ ହେବାର କହିଲେ ବାପ୍ତିସ୍ମ ନେବାର ଅଛି, ବାପ୍ତିସ୍ମ ନେବାର ଅଛି। ତେଣୁ ଯେତେବେଳେ ପିତରଙ୍କ ନିକଟକୁ 3000 ଲୋକ ଆସିବେ, ପ୍ରଶ୍ନ କରିବେ ଆମେ କିପରି କିପରି ଶୁଚି ହେବୁ, କିପରି ପାପରୁ ପବିତ୍ର ହେବୁ କହିଲେ, ସେତେବେଳେ ପିତର ସେମାନଙ୍କୁ କହିବା କଥା, ତୁମାନେ ଆପଣା ଆପଣା ପାପ ନିମନ୍ତେ, ଆପଣା ଆପଣା ମନ ପରିବର୍ତ୍ତନ ନିମନ୍ତେ ଓ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ ବୃଷ, ଗୋଟିଏ ଗୋଟିଏ ଛାଗ, ଗୋଟିଏ ଗୋଟିଏ ଛେଳି, ଗୋଟିଏ ଗୋଟିଏ ପଶୁ ଆଣ ବୋଲି କହୁନାହାନ୍ତି। ପ୍ରତ୍ୟେକ ଜଣ ଖ୍ରୀଷ୍ଟ ଯୀଶୁଙ୍କ ନାମରେ ବାପ୍ତିସ୍ମ ନିଅ, ବାପ୍ତିସ୍ମ ନିଅ ବୋଲି କହିବେ। ସମସ୍ତେ ପାପରୁ ମୁକ୍ତ ପାଇବାକୁ ହେଲେ ଖ୍ରୀଷ୍ଟଙ୍କ ରକ୍ତ ବଳି ହେଲେ ସେ ଆମମାନଙ୍କ ପାଇଁ, ତେଣୁ ବାପ୍ତିସ୍ମ ନେବାର ଅଛି ବୋଲି କହୁଛନ୍ତି। ହେଲେ ପୁରାତନ ନିୟମରେ ଥିବା ନିୟମ ଗୁଡ଼ିକ, ନୂତନ ନିୟମ ଥିବା ନିୟମ ଗୁଡ଼ିକରୁ ମାନେ ଗୋଟିଏ ବିଷୟ ଏଠାର ସତ୍ୟ କ'ଣ କହିଲେ, ସେଠାକାର ଥିବା ବିଷୟ ମଧ୍ୟରୁ ଗୋଟିଏ ବିଷୟ ସତ୍ୟ କ'ଣ କହିଲେ, ଆଉ ରକ୍ତ ପାତ ବିନା ପାପ ମୋଚନ ହୁଏ ନାହିଁ। ସେହି ସମୟରେ ଛାଗ ରକ୍ତ ଆଉ ମେଷ ରକ୍ତ, ପାତ ହେଲା ମେଷ ରକ୍ତ, ଛାଗ ରକ୍ତ ଦ୍ୱାରା ହିଁ ପାପରୁ ମୋଚନ ହେଲେ ସେମାନେ। ଆଉ ଆଜି ଆମମାନେ ପାପରୁ ମୋଚନ, ପାପରୁ ମୁକ୍ତି ପାଇବାକୁ ହେଲେ, ପାପରୁ ଉଦ୍ଧାର ପାଇବାକୁ ହେଲେ ଖ୍ରୀଷ୍ଟଙ୍କର ରକ୍ତପାତ ଘଟିବାର ଅଛି ବୋଲି ଦେଖନ୍ତୁ। ଆଉ ଏବ୍ରୀମାନଙ୍କ ନିକଟକୁ ପତ୍ର, ପ୍ରେରିତ ପାଉଲ ଏବ୍ରୀମାନଙ୍କ ନିକଟ ପତ୍ର 9 ଅଧ୍ୟାୟ 22 ପଦରେ ଲେଖା ଅଛି। 9 ଅଧ୍ୟାୟ 22 ପଦ, ଏବ୍ରୀମାନଙ୍କ ନିକଟ ପତ୍ର 9 ଅଧ୍ୟାୟ 22 ପଦ। ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ। ବ୍ୟବସ୍ଥା ଅନୁସାରେ ରକ୍ତ ଦ୍ୱାରା ସୂଚୀକୃତ ହେଉଥିଲା ପୂର୍ବେ, ଲେବ୍ୟ ପୁସ୍ତକରେ ଆମେ ଦେଖିଲେ। ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ, ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ଆଜି ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ହିଁ ପାପ ମୋଚନ ହୁଏ। ସେ କିଏ ହେଉନା କାହିଁକି, ଖ୍ରୀଷ୍ଟଙ୍କ ରକ୍ତରେ ନିର୍ଭର କରିବାର ଅଛି ପବିତ୍ରକୃତ ହେବାକୁ ହେଲେ। ସେଥିପାଇଁ ସ୍ୱର୍ଗ ରାଜ୍ୟକୁ ଯିବାକୁ ହେଲେ ଆମମାନଙ୍କୁ ଖ୍ରୀଷ୍ଟ ହିଁ ଆମମାନଙ୍କର ପଥ, ଖ୍ରୀଷ୍ଟଙ୍କଠାରେ ଆମେ ବିଶ୍ୱାସ କରିବାର ଅଛି। ସେପରି କଲେ ହିଁ ଆମେ ପବିତ୍ର ରୂପେ ହେବା। ଏବେ ଆମେ ଲେବ୍ୟ ପୁସ୍ତକକୁ ଆସିବା। ଆଉ ଲେବ୍ୟ ପୁସ୍ତକର ପରିଚୟ, ଲେବ୍ୟ ପୁସ୍ତକରେ ଥିବା 27ଟି ଅଧ୍ୟାୟ ବିଷୟରେ ଧ୍ୟାନ କରିବା ପୂର୍ବେ ଏହି ଲେବ୍ୟ ପୁସ୍ତକରେ କ'ଣ ରହିଛି ଆଲୋଚନା କଲେ 3ଟି ବିଷୟ ଅଛି ପ୍ରିୟମାନେ। ଲେବ୍ୟ ପୁସ୍ତକରେ 3ଟି ବିଷୟ ଅଛି। ତାହା କ'ଣ କହିଲେ, ଆଉ ଈଶ୍ୱର ମଣିଷମାନଙ୍କର ପବିତ୍ରତା ଚାହାନ୍ତି। ଆଉ ଦ୍ୱିତୀୟଟି ହେଉଛି ଈଶ୍ୱରଙ୍କୁ ଉପାସନା କରିବା ବିଧି ବିଧାନ। ତୃତୀୟଟି ହେଉଛି ଉତ୍ତମ ଆଚରଣ। ଏହି ସମ୍ବନ୍ଧରେ ଏ ସାରା 27ଟି ଅଧ୍ୟାୟରେ ଲେଖାଗଲା ଭଳି ଆମମାନେ ପଢ଼ିଲେ ଜାଣିବା। ତ ପ୍ରଥମେ ହେଉଛି ପବିତ୍ରତା। ପବିତ୍ର ରୂପେ ରୁହ, ମୁଁ ପବିତ୍ର, ତୁମମାନେ ପବିତ୍ର ରୂପେ ରୁହ ବୋଲି ଏ ଅଧ୍ୟାୟରେ ଈଶ୍ୱର କହନ୍ତି। ତାପରେ ହେଉଛି ଆଉ ପବିତ୍ର ରୂପେ ରୁହ ବୋଲି କହୁଛନ୍ତି। ଦ୍ୱିତୀୟ ବିଷୟଟି ହେଉଛି ଈଶ୍ୱରଙ୍କର ଉପାସନା। ସେହି କାଳରେ ପୁରାତନ ନିୟମରେ ସେମାନେ ବିଭିନ୍ନ ପ୍ରକାର ବଳି ଗୁଡ଼ିକ ଦ୍ୱାରା, ପର୍ବ ଗୁଡ଼ିକ ଦ୍ୱାରା ଏହି ସମସ୍ତ ପ୍ରକାର ଈଶ୍ୱରଙ୍କର ଉପାସନା କରୁଥିଲେ। ଏସବୁ ହେଉଛି ଉପାସନାର ପାର୍ଟ ଗୁଡ଼ିକ। ଆଉ ଆଜି ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲା ପରେ ଆଉ ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ବଞ୍ଚୁଛୁ, ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ଜୀବନଯାପନ କରୁଛୁ। ତାହା ହେଉଛି ଆମମାନଙ୍କର ଈଶ୍ୱରଙ୍କୁ ଏହି ପ୍ରକାର ଆମେ ଉପାସନା କରୁଛୁ। ସେହି ପ୍ରକାର ସେମାନେ ବଳି ସମୂହ ଦ୍ୱାରା, ପର୍ବ ଗୁଡ଼ିକ ଦ୍ୱାରା ଈଶ୍ୱରଙ୍କର ଉପାସନା କଲେ। ଆଜି ଆମେ କେଉଁ ପ୍ରକାର ଉପାସନା କରୁଛୁ କହିଲେ, ଖ୍ରୀଷ୍ଟଙ୍କର, ଈଶ୍ୱରଙ୍କର ବାକ୍ୟକୁ ଆମେ ଆମମାନଙ୍କ ଜୀବନରେ ପାଳନ କରି ଆମେ ଈଶ୍ୱରଙ୍କର ଉପାସନା କରୁଅଛୁ। ତ ତୃତୀୟ ବିଷୟଟି ହେଉଛି ଉତ୍ତମ ଆଚରଣ। ଲେବ୍ୟ ପୁସ୍ତକରେ ଆମେ ଶେଷରେ ଦେଖିଲେ 19 ଅଧ୍ୟାୟ 20 ଅଧ୍ୟାୟ ଗୁଡ଼ିକରେ ଦେଖିଲେ ଈଶ୍ୱର ଉତ୍ତମ ଆଚରଣ ସେମାନଙ୍କୁ ଜଣାଉଥିବେ। ଆଉ ନୂତନ ନିୟମରେ ମଧ୍ୟ ଈଶ୍ୱର ଅନେକ ଉତ୍ତମ ଆଚରଣ ବିଷୟରେ, ଉତ୍ତମ ବିଷୟରେ ସେ ଆମମାନଙ୍କୁ ଜଣାଇଲେ। ସେଥିମଧ୍ୟରୁ ଗୋଟିଏ ବିଷୟ ହେଉଛି ଆଉ ଈଶ୍ୱର କହନ୍ତି ଯେ ଈଶ୍ୱରଙ୍କୁ ପ୍ରେମ କରେ। ଈଶ୍ୱରଙ୍କୁ ପ୍ରେମ କରିବା ଅର୍ଥାତ୍ ତୁମେ ଜଣେ ଭାଇ ତୁମକୁ ଆଖି ଆଗରେ ଦେଖାଯାଉଥିବା ଭାଇକୁ ଘୃଣା କରୁଥିବା ତୁମେ ଈଶ୍ୱର ଅଦୃଶ୍ୟ, ତାହାଙ୍କୁ କିପରି ପ୍ରେମ କରିପାରିବ? ତେଣୁ ଦେଖାଯାଉଥିବା ଭାଇକୁ ପ୍ରେମ କର, ତାହେଲେ ଅଦୃଶ୍ୟ ଈଶ୍ୱରଙ୍କୁ ମଧ୍ୟ ପ୍ରେମ କରିପାରିବ। ଦେଖାଯାଉଥିବା ଭାଇକୁ ହିଁ ଘୃଣା କରୁଛ, ଅଦୃଶ୍ୟ ଈଶ୍ୱରଙ୍କୁ କିପରି ପ୍ରେମ କରିପାରିବ? ଏହି ପ୍ରକାର ଉତ୍ତମ ବିଷୟ ଗୁଡ଼ିକ ଆଉ ନୂତନ ନିୟମରେ ମଧ୍ୟ ଲେଖାଯାଇଅଛି। ପୁରାତନ ନିୟମରେ ଆମେ ଆଲୋଚନା କଲେ, ପୁରାତନ ନିୟମରେ ଆଉ ପ୍ରତିବାସୀ କହିଲେ କେବଳ ଇସ୍ରାଏଲୀୟମାନଙ୍କୁ ହିଁ, ଇସ୍ରାଏଲୀୟମାନେ ହିଁ ପ୍ରତିବାସୀ।
किंतु नृत्य हम देखिले समस्ते आम प्रतिवासी समस्ते परस्पर प्रेमता ही बच बोली कहला पर आम देखु था। एबे लेव्य पुस्तक गुड़िक एबे पर्यंत आम आलोचना कलु परिचय विषय। एबे लेव्य पुस्तक मध्य को जाइबा प्रथम अध्याय द्वितीय अध्याय प्रकार आम ध्यान करवा। एबे लेव्य पुस्तक 27 अध्याय विषय आलोचना करवा। सबु पुस्तक आम जो प्रकार भाग करूँ से प्रकार लेव्य पुस्तक मैंने सहजरे बुझा निमंते दुई भाग में व्यक्त करवा। 27 अध्याय अच्छी 27 अध्याय को मैंने दुई भाग में व्यक्त करवा। प्रथम भाग हूँ प्रथम अध्याय 11 अध्याय पर्यंत प्रथम अध्याय 10 अध्याय पर्यंत लेखा जाइतबा विषय कौन कहले प्रथम भाग था लेखा जाइतबा विषय कौन कहले आउ ईश्वर एठारे मनुष्य मान कहे मनुष्य मैंने आपण आपण को पवित्र रूपे करार अच्छी मनुष्य मैंने आपण आपण को पवित्र रूपे करार अच्छी से विषय 1 अध्याय 10 अध्याय पर्यंत लेखा जाय अच्छी। लेव्य पुस्तक प्रथम अध्याय 10 अध्याय पर्यंत थिबा विषय होछि मनुष्य मैंने आपण आपण को सूची करार अच्छी। तापरे 11 अध्याय 27 अध्याय पर्यंत ईश्वर प्रति मनुष्य मैंने किपरि पवित्र रूपे बंचबार अच्छी ईश्वर प्रति मनुष्य मैंने किपरि पवित्र रूपे बंचबार अच्छी से सब विषय 11 अध्याय 27 अध्याय पर्यंत लेखा जाय अच्छी। 1 अध्याय 10 अध्याय पर्यंत मनुष्य आपण आपण को सूची करार अच्छे। 11 अध्याय 27 अध्याय होछि ईश्वर प्रति मनुष्य पवित्र रूपे किपरि बंची पारुछि से समस्त विषय लेखा जाय अच्छे। प्रेम पूर्वे पापर थिले लोक माने पापर पवित्र हेले प्रथम अध्याय 10 पर्यंत पवित्र होइतवा मनुष्य माने पवित्र रूपे जीवन यापन करिवार अछि 11 अध्याय 27 अध्याय पर्यंत। तो एबे माने प्रथम अध्याय 7 अध्याय रे कोन अछि कोई आलोचना कले प्रथम अध्याय 7 अध्याय पर्यंत आमने देखिले मनुष्य माने किपरि पवित्रकृत हेबे अनेक प्रकार बलि गुड़िक द्वारा 5टी बलि विषय लेखा अच्छे। कौन से बलि गुड़िक कहले होमार्थक बलि आ पक्ष नैवेद्य बलि पापार्थक बलि पाप मोचन बलि दोषार्थक बलि मंगलार्थक बलि यही प्रकार 5टी बलि गुड़िक आम सेठारे देखा जाए 1 ରୁ 7 अध्याय पर्यंत। 8 ରୁ 10 अध्याय पर्यंत जाजक मानक मोसा जाजक मानक अभिषेक करेंगे जाजक मानक विधि विधान विषय सेठारे देखा जाए। तो आमने एबे प्रथम अध्याय प्रथम अध्याय जेहेतु आमने प्रथम अध्याय विषय आलोचना करवा। प्रथम अध्याय प्रथम पद ठारू आमने देखिले लेव्य पुस्तक प्रथम अध्याय प्रथम पद अनंतर सदा प्रभु समागम तंबुरु मशा को डाकी कहले तुम्हें इस्राएल संतान को बोलो से कह तुम मध्य कहीं जब ईश्वर को उद्देश्य बलि उत्सर्ग करे तेबे से गोरु अबा मेषपलरु अपना बलि आनी उत्सर्ग करू किपरि बलि उत्सर्ग करिवार अछि मौसा को ईश्वर कहउछंती बलि विषय सब विषय प्रथम अध्याय बलि संबंधी विषय गुड़िक एठारे लेखा अछि। 1 अध्याय 2-3 पदरा माने पढ़िले 2-3 पदरे से कहउछंती सदा प्रभु छामरे ग्राह्य हेबा निमंते समागम तंबू द्वार निकट को ता आनिबो क्यों प्रकार बलि हेले से प्रकार बलि तुमे देबो नाय निकुंत पो पशु देबो निकुंत पो पशु देबार अछि आउ अंध छोटा भग्न जेकोसी प्रकार हेले खुण थिबार ईश्वर को बलि देबो नाई निकुंत पशु ईश्वर को निकट उत्सर्ग करिवार अछि। काहे ईश्वर को निकुंत काहे ईश्वर को कौनसी प्रकार खुण नथिबा पशु आनिकी पक्षी आनिकी बलि देबार अछि कहले एक समय हेबल कहीन हेबल विषय मैंने आलोचना कले कहीन ईश्वर को उत्कृष्टतर विषय देले लेखा अच्छे। एवरी पुस्तक 11 अध्याय 4 पदरे एवरी पुस्तक 11 अध्याय 4 पदरे एवरी पुस्तक 11 अध्याय 4 पद जदि आम देखू एवरी पुस्तक 11 अध्याय 4 पदरे विश्वास द्वारा हेबल ईश्वर छामुरे कहीन अपेक्षा उत्कृष्ट बलि उत्सर्ग कले कहीन अपेक्षा हेबल उत्कृष्ट बलि उत्सर्ग कले ईश्वर निकट में उत्कृष्ट बलि कहीं देले कहले आम आज आम जिते जहाँ उपभोग करू अच्छे समस्त विषय ईश्वर उत्कृष्ट विषय आम देले सब विषय फ्रेश रही देले कौन पचा विषय आम देना तो आम्भे मैंने ईश्वर को देला बेले क्यों प्रकार विषय देवा कहले कौन निकुंत विषय आम देवा ना से विषय लेव्य पुस्तक 22 अध्याय 19 पदरे लेखा अच्छे
छोटा कि कंच कि यही प्रकार विषय ईश्वर को दियो ना। पशु गुड़िक निखुंत पशु दरकार, निखुंत पशु कौन प्रकार गुण नथिबार अच्छे से गुड़ाक से प्रकार पशु बलि उत्सर्ग करार अच्छे बोले प्रथम अध्याय से कहते ईश्वर आमको सब उत्कृष्टतार विषय देले, समस्त विषय उत्तम विषय देले। तेणु आमे माने मध्य ईश्वर को देला बेले, ईश्वर को निकट उत्सर्ग कला बेले निखुंत पशु ही बलि देवार अच्छी बोले प्रथम अध्याय से कहला आम देखू। द्वितीय अध्याय देखिले आम बक्ष नैवेद्यार्थक बलि विषय कहुच्छे। लेव्य पुस्तक द्वितीय अध्याय बक्ष नैवेद्य विषय कहुए। लेव्य पुस्तक 2 अध्याय बक्ष नैवेद्य विषय कहुए। आउ 3 अध्याय आम देखिले मंगलार्थक बलि विषय कहुए। 3 अध्याय सार आम देखिले एबे आम बलि रूपे गोटे गोटे बलि विषय लिखा जाए। 3 अध्याय सार आम देखिले मंगलार्थक बलि विषय लिखा जाए। जदि आम एक बलि विषय ध्यान करवा कहले गोटे गोटे बलि 5टी बलि विषय आम ध्यान करवा कहले आम को घंटा घंटा समय लगे, किंतु आज आम लेव्य पुस्तक परिचय विषय आलोचना करुचे से प्रकार आम संक्षिप्त रूपे आम आलोचना करुचे। 3 अध्याय कौन देखा जाउछि? प्रथम अध्याय होमार्थक बलि विषय, द्वितीय अध्याय पक्ष नैवेद्यार्थक बलि विषय, तृतीय अध्याय मंगलार्थक बलि विषय देखा जाउछि। से प्रकार चतुर्थ अध्याय आउ पंचम अध्याय कौन देखा जाउछि कहले चतुर्थ अध्याय पंचम अध्याय पाप मोचन बलिदान नियम किपरि पाप परिहार हम क्यों प्रकार बलि गुड़िक उत्सर्ग करार अच्छी से सब विषय से लिखा अच्छी। 5 अध्याय शेष भाग में देखिले दोषार्थक बलि विषय 5टी बलि होमार्थक बलि, बक्ष नैवेद्यार्थक बलि, मंगलार्थक बलि आउ पाप मोचन बलि, दोषार्थक बलि, यही सब बलि विषय 5 अध्याय पर्यटन लिखा अच्छी। तापर मैंने 6 अध्याय 7 अध्याय मैंने देखिले बलि गुड़िक संबंधित विधि और विधान विषय ईश्वर लिखाइले। बलि गुड़िक यही प्रकार बलि गुड़िक देव बोले 1 अध्याय 5 प्रथम अध्याय 5 अध्याय पर्यंत कहले। 6 अध्याय 7 अध्याय मैंने देखिले ये बलि गुड़िक किपर उत्सर्ग करार अच्छी, क्यों प्रकार पाप को क्यों प्रकार बलि उत्सर्ग करार अच्छी, एक बलि गुड़िकर विधि संबंधी गुड़िक विषय लिखा जाए। 6 अध्याय प्रथम पद मैंने देखिले कहीं जब पाप कर सदाप्रभु को उद्देश्य सत्य लंघन करे अर्थात गच्छित बा हस्तर समर्पित कि अपहृत द्रव्य विषय अपना प्रतिवासी सहित असत्य व्यवहार करे अथवा अपना प्रतिवासी सहित अन्याय व्यवहार करे ताले से यही प्रकार बलि उत्सर्ग करार अच्छी। 6 अध्याय 9 पद मैंने देखिले 6 अध्याय 9 पद मैंने देखिले होम बलिर व्यवस्था है, होम बलि क्यों प्रकार पाप कले होम बलि देवार अच्छी। तापर 6 अध्याय 14 पद मैंने देखिले बक्ष नैवेद्यर व्यवस्था क्यों प्रकार भूल कले बक्ष नैवेद्यर व्यवस्था बक्ष नैवेद्यर विधि। तर 26 अध्याय मैंने देखिले 6 अध्याय 26 पद मैंने देखिले अनंतर सदाप्रभु मूसा को कहले पापार्थक बलिदान व्यवस्था है 25 पदरे पापार्थक बलि। 6 अध्याय 9 पदरे होमार्थक बलि विषय कहते। 6 अध्याय 14 पदरे बक्ष नैवेद्यर बलिर व्यवस्था विषय कहते। 6 अध्याय 25 पदरे पापार्थक बलिदान व्यवस्था विषय कहते। तापर यही प्रकार समस्त प्रकार विषय गुड़ाक कही 7 अध्याय मैंने देखिले दोषार्थक बलिर व्यवस्था यही बोली कहते। तापर 7 अध्याय 11 पदरे मैंने देखिले 7 अध्याय 11 पदरे उत्कृष्ट मंगलार्थक उपहार बलिर मंगलार्थक बलिर व्यवस्था है, पापार्थक बलिर व्यवस्था है, होम बलिर व्यवस्था यही प्रकार बलि गुड़िकर विधि गुड़िक 6 अध्याय 7 अध्याय मान देखा जाउछि। तापर 7 अध्याय आउ गोटे विषय ईश्वर लिखाइले 7 अध्याय 26 पद 7 अध्याय 26 पद मैंने देखिले 26 7 अध्याय 26 पदरे कौन सी रक्त झी भोजन करे से तुमने कौन बासस्थान तुमने कौन पक्षी रखी पशुर रक्त भोजन करिबो नाही, कौन पशु पक्षीर रक्त भोजन करिबो नाही। एक विषय आदि पुस्तक जल प्लावन उत्तारे 9 अध्याय 4 पद 5 पदरे ईश्वर से कहले कौन पशु व पक्षीर रक्त भोजन करिबो नाही, मांस खाओ रक्त खाइबो नाही, रक्त भोजन करिबो नाही बोली एटारे कहला परे आमने देखू। से प्रकार 8 अध्याय 9 अध्याय 10 अध्याय कौन लिखा जाए कहले मोसा जाजक मानू अभिषेक कले जाजक कर्म
ଯାଜକ କର୍ମ କିପରି କରିବାର ଅଛି। ଯାଜକ କର୍ମ ସମ୍ବନ୍ଧୀୟ ବିଧି ଗୁଡ଼ିକ 8 ଅଧ୍ୟାୟ 9 ଅଧ୍ୟାୟ 10 ଅଧ୍ୟାୟ। 8 ଅଧ୍ୟାୟ ପ୍ରଥମ ପଦ 2 ପଦ ଆମେ ଦେଖିଲେ, ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ହାରଣଙ୍କୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ ଆଉ ବସ୍ତ୍ର ସକଳ ଅଭିଷେକାର୍ଥକ ତୈଳ ପାପାର୍ଥକ ବଳିର ଗୋବର୍ଷ 2 ମାସ ତାଡ଼ି ଶୂନ୍ୟ ରୋଟିର ଢାଲା ସଙ୍ଗେ ନିଅ। ଏଠାରେ ଯାଜକମାନଙ୍କର ବିଧି ବିଧାନ ବିଷୟରେ 8 ଅଧ୍ୟାୟ 9 ଅଧ୍ୟାୟ 10 ଅଧ୍ୟାୟ ବିଷୟରେ ଲେଖାଯାଇଅଛି। 8 ଅଧ୍ୟାୟ 10 ପଦ ଆମେ ଥରେ ପଢ଼ିଲେ, ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତୈ ମଧ୍ୟ ସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ। ଯାଜକମାନଙ୍କୁ ଅଭିଷେକ କଲେ। ଯାଜକମାନଙ୍କୁ ଅଭିଷେକ କି ପ୍ରକାର କଲେ ଆଉ ସେଠାରେ ଆମେ ଦେଖିପାରୁ। ତାପରେ 9 ଅଧ୍ୟାୟ ପ୍ରଥମ ପଦରେ ଆମେ ଦେଖିଲେ, ଅଷ୍ଟମ ଦିନରେ ହାରୋଣଙ୍କୁ ପୁତ୍ରଗଣଙ୍କୁ ଇସ୍ରାଏଲ ପ୍ରାଚୀନ ବର୍ଗଙ୍କୁ ଡାକିଲେ। ହାରୋଣଙ୍କୁ ମଧ୍ୟ 8 ଅଧ୍ୟାୟରେ ହାରୋଣଙ୍କୁ ପ୍ରତିଷ୍ଠା କଲେ। ହାରୋଣଙ୍କୁ 8 ଅଧ୍ୟାୟ 12 ପଦରେ ଆମେ ଦେଖିଲେ, ହାରୋଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ। ହାରୋଣଙ୍କୁ ମଧ୍ୟ ଲେବୀୟ ବଂଶଜାତ ହାରୋଣଙ୍କୁ ମଧ୍ୟ ଅଭିଷେକ କଲେ ଯାଜକ ରୂପେ, ପ୍ରଧାନ ଯାଜକ ରୂପେ। ତାପରେ 9 ଅଧ୍ୟାୟ ସାରା ହାରୋଣଙ୍କ ବଳିଦାନ ବିଷୟ ଲେଖାଯାଇଛି। ତାପରେ 10 ଅଧ୍ୟାୟ ମାନେ ପଢ଼ିଲେ ଏକ ଦୁଃଖଦାୟକ ବିଷୟ। 10 ଅଧ୍ୟାୟ ପ୍ରଥମ ପଦ, ଅନନ୍ତର ହାରୋଣଙ୍କର ପୁତ୍ର ନାଦାବ ଓ ଅବିହୁ ପ୍ରତ୍ୟେକ ଆପଣା ଅଙ୍ଗାର ଧାନି ନେଇ ତୈଁରେ ଅଗ୍ନି ଦେଇ ତୈ ଉପରେ ଧୂପ ରଖିଲେ। ସଦାପ୍ରଭୁ ଯାହା ଆଜ୍ଞା କରିନଥିଲେ ଏପରି ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ। ଏଠାରେ ଆମେ ଦେଖିଲେ ହାରୋଣ ପ୍ରଧାନ ଯାଜକ ରୂପେ ଅଛନ୍ତି ଆଉ ତାଙ୍କର ପୁତ୍ରମାନେ ଯାଜକ ରୂପେ ଅଛନ୍ତି। ନାଦବ ଅବିହୁ ଯାଜକ ରୂପେ ଅଛନ୍ତି। ସେମାନଙ୍କୁ ଈଶ୍ୱର ଯାତ୍ରା ପୁସ୍ତକରୁ ଅନେକ ବିଷୟ ଏମାନଙ୍କୁ କହି ଆସିଲେ, ଏଇ ପ୍ରକାର କରିବାର ଅଛି, ସେଇ ପ୍ରକାର କରିବାର ନାହିଁ, ଏ ପ୍ରକାର କହି ଆସିଲେ, କିନ୍ତୁ ଏମାନେ ଈଶ୍ୱର ଯାହା କହିନାହାନ୍ତି, ଈଶ୍ୱର ଯାହା ଆଜ୍ଞା କରିନଥିଲେ ସେହି ବିଷୟ ମାନେ କରିବାରୁ ଶୀଘ୍ର ଆଉ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ। ହାରୋଣ ଅଛନ୍ତି ପ୍ରଧାନ ଯାଜକ ରୂପେ, ସେମାନଙ୍କ ସମ୍ମୁଖରେ ହିଁ ନାଦବ ଅବିହୁଙ୍କର ମୃତ୍ୟୁ ଘଟିଲା। ଈଶ୍ୱର ଯାହା କହିନଥିଲେ ତାହା କରିବାରୁ ସେମାନଙ୍କୁ ମୃତ୍ୟୁ ଘଟିଲା। ଈଶ୍ୱର କେତେ ଷ୍ଟ୍ରିକ୍ଟ ଦେଖନ୍ତୁ, ହାରୋଣଙ୍କ ସମ୍ମୁଖରେ ହିଁ ତାଙ୍କର ପୁତ୍ରମାନେ ମରିଗଲେ। ଈଶ୍ୱରଙ୍କ ଅଗ୍ନି ଆସି ସେମାନଙ୍କୁ ଗ୍ରାସ କଲା। ଈଶ୍ୱର କେତେ ଷ୍ଟ୍ରିକ୍ଟ, ଈଶ୍ୱରଙ୍କର କ୍ରୋଧ ଦେଖିଲ ମାନେ, ଈଶ୍ୱରଙ୍କ କ୍ରୋଧ ମାନେ ଦେଖିପାରୁଛି କେତେ ଷ୍ଟ୍ରିକ୍ଟ ସେ ପ୍ରକାର। 10 ଅଧ୍ୟାୟ 6 ପଦ ଦେଖନ୍ତୁ, ପୁଣି ମୋଶା ହାରୋଣକୁ ଓ ତାର ପୁତ୍ର ଇଲିଆସର ଓ ଇତାମରକୁ କହିଲେ, ତୁମେମାନେ ଯେପରି ନ ମର ଓ ସମସ୍ତ ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ କରନ୍ତି ସେ, ଏଥିପାଇଁ ତୁମେମାନେ ମସ୍ତକର କେଶ ମୁକୁଳା ନ ହଉ କିମ୍ବା ଆପଣା ବସ୍ତ୍ର ଚିର ନାହିଁ। ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ। ଦେଖନ୍ତୁ ଏଠାରେ କହୁଛନ୍ତି ମୋଶା ଲୋକମାନଙ୍କୁ ଯାଇ, ମୋଶା ହାରୋଣଙ୍କର ଅବଶିଷ୍ଟ ସନ୍ତାନକୁ ଯାଇ କହୁଛନ୍ତି, ସେମାନେ ମରିଗଲେ କହି ତୁମାନେ ବସ୍ତ୍ର ଚିର ନାହିଁ, ପାଉଁଶରେ ବସ ନାହିଁ। ଆଗକାଳରେ ଆମେ ଦେଖିଲେ ଆଉ ଜୁନସଙ୍କ ସମୟରେ ମଧ୍ୟ ନିନିବିରେ ଆଉ କୌଣସି ଏକ ଦୁଃଖଦାୟକ ଘଟଣା ଘଟିବ ବୋଲି ସେମାନେ ଜାଣିଲେ, ସେମାନେ ଆଉ ବସ୍ତ୍ର ଚିରି ଆପଣା ବସ୍ତ୍ର ଚିରି ପାଉଁଶରେ ବସିବାର, ଏହା ହେଉଛି କୌଣସି ଏକ ଦୁଃଖଦାୟକ ଘଟଣା ଘଟିଲେ ସେମାନେ ଏହି ପ୍ରକାର କରିବାର। ଏଷ୍ଟରଙ୍କ ବିବରଣୀ ମଧ୍ୟ, ଏଷ୍ଟରଙ୍କ ପୁସ୍ତକରେ ମଧ୍ୟ ଆମେ ଦେଖିଲେ ଆଉ ସେଠାରେ ମଧ୍ୟ ଆଉ ଲୋକମାନେ ବସ୍ତ୍ର ଚିରି ପାଉଁଶରେ ବସିବେ, ମାନେ କୌଣସି ଏକ ଦୁଃଖଦାୟକ ବିଷୟ ଘଟିବାକୁ ଯାଉଛି, ସେଥିପାଇଁ ଏହି ପ୍ରକାର କରନ୍ତି। ସେଥିପାଇଁ ମୋଶା କହୁଛନ୍ତି, ତୁମେ ଏବେ ବସ୍ତ୍ର ଚିରି ପାଉଁଶରେ ବସ ନାହିଁ, ଯେପରି ସଦାପ୍ରଭୁଙ୍କ କ୍ରୋଧ ନ ବର୍ତ୍ତିବ, ଏହା କର ନାହିଁ ବୋଲି ସେଠାରେ କହୁଛନ୍ତି। ଯେପରି ନ ମର, ଏହା କର ନାହିଁ, କ୍ରୋଧ ନ କରନ୍ତି, ଏଥିପାଇଁ ମୁକୁଳା ନ ହେଉ, ବସ୍ତ୍ର ଚିର ନାହିଁ ବୋଲି କହୁଛନ୍ତି। 10 ଅଧ୍ୟାୟ 6 ପଦରେ ଏକ ସମୟରେ ଆଉ ପଶୁମାନଙ୍କୁ ବଳି କରୁଥିଲେ, ପକ୍ଷୀମାନଙ୍କୁ ବଳି ଦେଉଥିଲେ, ସେମାନଙ୍କ ରକ୍ତ ଦ୍ୱାରା ଆଉ ପବିତ୍ର ହେଉଥିଲେ। ଯାଜକମାନଙ୍କୁ ଅନେକ ପ୍ରକାର ବିଧି ନିୟମ ସବୁ ଆଉ କେଉଁ ପ୍ରକାର ସେମାନେ ବଳି ଆଣିଲେ, କେଉଁ ପ୍ରକାର ଉତ୍ସର୍ଗ କରିବା ପାଇଁ ଆଣିଲେ, ତୁମେ ସେ ଏକ ପଶୁକୁ ପକ୍ଷୀକୁ ସଫା କରିବାର ଅଛି, ଯାଜକମାନଙ୍କର ଦାୟିତ୍ୱ ତାହା। ଯାଜକମାନେ ସେ ଏକ ସମାଗମ ତମ୍ବୁରେ ଥିବା ବସ୍ତୁ ଗୁଡ଼ିକ ସଫା କରିବାର ଆଉ ପଶୁ ଯାହା ଆଣନ୍ତି ସେଗୁଡ଼ାକ ବଳି ନିମନ୍ତେ ସେଗୁଡ଼ାକ ସଫା କରିବା, ଏ ସମସ୍ତ କାର୍ଯ୍ୟରେ ଯାଜକମାନଙ୍କର ଦାୟିତ୍ୱ ଗୁଡ଼ିକ। ସେଥିରେ କୌଣସି ପ୍ରକାର ଅବହେଳା ଘଟିଲେ, ଛୋଟ ଅବହେଳା ଘଟିବାର ଈଶ୍ୱରଙ୍କର ଷ୍ଟ୍ରିକ୍ଟ କେତେ ଆମେ ଦେଖୁଅଛୁ। ପଶୁ ପକ୍ଷୀମାନଙ୍କୁ ବଳି ଦେଲେ, ସେହି ସମୟରେ ଈଶ୍ୱରଙ୍କର କ୍ରୋଧ ଏତେ ହେଲେ। ଆଜି ଆମମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କୁ ବଳି ଦେଲେ, ଆପଣ ପ୍ରିୟ ପୁତ୍ରଙ୍କର ରକ୍ତ ଆମମାନଙ୍କ ନିମନ୍ତେ ତାଙ୍କର ସମସ୍ତ ରକ୍ତ ଝରାଇଲେ।
ଆଉ ଆଜି ଆମମାନେ ଯଦି ଆମମାନଙ୍କୁ ସେହି ସମୟରେ ଯାଜକ ରୂପେ ସେମାନେ ଅଛନ୍ତି, ସେମାନେ ଯାଜକ ରୂପେ ଥାଇ ଅବହେଳା କରିବାରୁ ସେମାନଙ୍କ ଉପରୁ ଅଗ୍ନି ଗ୍ରାସ କଲା। ଆଜି ଆମମାନଙ୍କୁ କହୁଛନ୍ତି ତୁମେ ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ରାଜକୀୟ ଯାଜକ ବର୍ଗ ବୋଲି କହୁଛନ୍ତି। ଯାଜକ ବର୍ଗ ଆମେ ସମସ୍ତେ ଯାଜକ ବର୍ଗ ବୋଲି କହୁଛନ୍ତି, ଆମେ ସମସ୍ତେ। ଆଉ ଆମ ପାଇଁ ଖ୍ରୀଷ୍ଟ ରକ୍ତ ଦେଲେ, ତାହାଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇଥିବା ଆମମାନେ କୌଣସି ମାତ୍ରକେ ପରିତ୍ରାଣକୁ ଅବହେଳା କଲେ, ଈଶ୍ୱରଙ୍କ ଆଜ୍ଞାକୁ, ଈଶ୍ୱରଙ୍କ ବାକ୍ୟକୁ ବିପରୀତ ରୂପେ ଆମେ ବଞ୍ଚିଲେ, ସେହି ସମୟରେ ସେମାନଙ୍କ ପ୍ରତି ଏହି ପ୍ରକାର ଘଟଣା ଘଟିଲା। ଆଜି ଈଶ୍ୱର ଆମମାନଙ୍କୁ ଛାଡ଼ିବେ କି? ଆମମାନେ ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ବଞ୍ଚିଥିଲେ ଈଶ୍ୱର ଆମକୁ ନୀରବ ରହିବେ କି? ଆପଣା ପ୍ରିୟ ପୁତ୍ରଙ୍କୁ ବଳିଗଲେ ଆମମାନଙ୍କ ନିମନ୍ତେ, ଯାଜକ ବର୍ଗ ବୋଲି ଆମମାନଙ୍କୁ କହିଲେ। ଆଉ ଆଜି ଆମମାନେ ଭୁଲ କଲେ ମଧ୍ୟ ଆମମାନଙ୍କୁ ସେହି ପ୍ରକାର ଦଣ୍ଡ ରହିଛି ପ୍ରିୟମାନେ, ସେହି ପ୍ରକାର ଭୟଙ୍କର ଦଣ୍ଡ ଆମମାନଙ୍କୁ ରହିଛି। ଈଶ୍ୱରଙ୍କ କ୍ରୋଧରୁ ଆମମାନେ ବର୍ତ୍ତି ପାରିବା ନାହିଁ, ଈଶ୍ୱରଙ୍କ କ୍ରୋଧରୁ ଆମମାନେ ଦୂରକୁ ଚାଲି ଯାଇପାରିବା ନାହିଁ। କ'ଣ ଭାବୁଛନ୍ତି ଆମମାନେ, କ'ଣ ଭାବୁଛେ? ଆଜି ଦେଖନ୍ତୁ, ଫାର୍ଷ୍ଟ ୱେଭ୍ ଆସିଲା, ସେକେଣ୍ଡ ୱେଭ୍ ଆସିଲା, ଥାର୍ଡ଼ ୱେଭ୍ ଆସିଲା, ତଥା ଅନେକ ଲୋକ ଝଡ଼ି ପଡ଼ୁଛନ୍ତି, କେତେ ଦଣ୍ଡ ଭୋଗୁଛନ୍ତି। ଯୀଶୁଙ୍କ ବଳି ଆମମାନଙ୍କ ପ୍ରତି ଘଟିଛି, ତାହା ସାଧାରଣ ବିଷୟ ନୁହେଁ। ତେଣୁ ଆମମାନେ ପାଉଲ ମଧ୍ୟ କୁହନ୍ତି, ମହାପରିତ୍ରାଣକୁ ଅବହେଳା କରୁନାହିଁ। ସେହି ସମୟରେ ଛୋଟ ବିଷୟ, ଈଶ୍ୱରଙ୍କ ଆଜ୍ଞା ଅନୁସାରେ କର୍ମ କଲେ ନାହିଁ, ସେମାନେ ମଲେ। ଆଜି ଆମମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନ ବଞ୍ଚିଲେ, ଖ୍ରୀଷ୍ଟଙ୍କୁ ଆମମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି, ବାକ୍ୟ ଅନୁସାରେ ନ ବଞ୍ଚିଲେ ଆମମାନେ ମଧ୍ୟ ଦଣ୍ଡ ପାଇବା। ତେଣୁ ଅତି ଜାଗ୍ରତ ସହକାରେ ବାକ୍ୟ ଅନୁସାରେ ପବିତ୍ର ଜାତି ହୋଇଥିବା ଆମମାନେ, ଯାଜକ ବର୍ଗ ହୋଇଥିବା ଆମମାନେ, ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଥିବା ଆମେମାନେ ଅତି ଜାଗ୍ରତ ସହକାରେ ବଞ୍ଚିବା ପ୍ରିୟମାନେ। ସେମାନଙ୍କୁ ଦେଖି ଆମମାନେ ଶିଖିବାର ଅଛି, ଅତି ଜାଗ୍ରତ ସହକାରେ ଆମମାନେ ବଞ୍ଚିବାର ଅଛି। ତେଣୁ ଏଇ 1-10 ଅଧ୍ୟାୟ ଯାଏ ଆମମାନେ ପ୍ରଥମ ଭାଗ କହି ଆଲୋଚନା କଲେ। এই ପ୍ରଥମ ଭାଗରେ ଆମେ କ'ଣ କ'ଣ ଶିଖିଲୁ? ପ୍ରଥମ ଭାଗରେ କ'ଣ କ'ଣ ଲେଖାଯାଇଛି କହିଲେ, ଆଉ ପ୍ରଥମ ଅଧ୍ୟାୟ 1 ଅଧ୍ୟାୟରୁ 5 ଅଧ୍ୟାୟ ପର୍ଯ୍ୟନ୍ତ ମଣିଷ ଆପଣାକୁ ସୂଚୀ କରିବା ନିମନ୍ତେ ଅନେକ ପ୍ରକାର ବଳି ଉତ୍ସର୍ଗ କରୁଛି। 6 ଅଧ୍ୟାୟରୁ 7 ଅଧ୍ୟାୟ ବଳିକୁ ସମ୍ବନ୍ଧିତ ବିଧି ଗୁଡ଼ିକ, 8 ଅଧ୍ୟାୟ, 9 ଅଧ୍ୟାୟ, 10 ଅଧ୍ୟାୟ ଯାଜକମାନଙ୍କ ଅଭିଷେକ ଆଉ ଯାଜକମାନଙ୍କର କର୍ମ ବିଷୟରେ ଲେଖା ଅଛି। ତାପରେ 11 ଅଧ୍ୟାୟରୁ 27 ଅଧ୍ୟାୟ ଆମେ ଆଲୋଚନା କରିବା। 11 ଅଧ୍ୟାୟରୁ 27 ଅଧ୍ୟାୟ, 11 ଅଧ୍ୟାୟରୁ 27 ଅଧ୍ୟାୟରେ କ'ଣ ଅଛି କହିଲେ, ଈଶ୍ୱରଙ୍କ ପ୍ରତି ମଣିଷମାନେ କିପରି ପବିତ୍ର ଭାବରେ ବଞ୍ଚୁଛନ୍ତି ସେହି ସବୁ ବିଷୟ ଲେଖା ଅଛି। 11 ଅଧ୍ୟାୟରେ ଈଶ୍ୱର କ'ଣ କହିଲେ, ଲେବୀୟମାନଙ୍କୁ କହିଲେ କ'ଣ ଖାଇବ କ'ଣ ନ ଖାଇବ, ଇସ୍ରାଏଲମାନଙ୍କୁ ଏଠାରେ କହିଲା ପରେ ଆମମାନଙ୍କୁ ଜଣାପଡ଼ୁଛି। ଦେଖନ୍ତୁ ଈଶ୍ୱର କେତେ କେୟାର ନେଉଛନ୍ତି ଲୋକମାନଙ୍କ ପ୍ରତି। ପଶୁଗଣ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା, ଯେ ପାକୁଳି କରେ, ତାହାକୁ ତୁମେମାନେ ଭୋଜନ କରିବ ନାହିଁ। କ'ଣ ଖାଇବ କ'ଣ ଖାଇବ ନାହିଁ ସେହି ବିଷୟ ମଧ୍ୟ ଈଶ୍ୱର ହିଁ କହୁଛନ୍ତି ସେମାନଙ୍କୁ। ତଥାପି ଯେଉଁମାନେ ପାକୁଳି କରନ୍ତି ଅଥବା ଖୁରା ବିଶିଷ୍ଟ ଅଟନ୍ତି, ବିଭକ୍ତ ଖୁରା ବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ପଶୁ ଭୋଜନ କରିବ ନାହିଁ। ଅଠକୁ ତୁମମାନେ ଖାଇବ ନାହିଁ। କରଇ ମାତ୍ର ବିଭକ୍ତ ଖୁରା ବିଶିଷ୍ଟ ନୁହେଁ, ତାହା ତୁମମାନେ ପ୍ରତି ଅଶୁଚି। ସାପନ ପଶୁ ଯେହେତୁ ସେ ପାକୁଳି କରେ, ମାତ୍ର ତାହାକୁ ତୁମମାନେ ଖାଇବ ନାହିଁ। ସାପ ଖାଇବ ନାହିଁ, ଓଠ ଖାଇବ ନାହିଁ, ଠେକୁଆକୁ ତୁମମାନେ ଖାଇବ ନାହିଁ। ଯାହା ଖାଇବାର ଅଛି, ଯାହା ଖାଇବାର ନାହିଁ। 11 ଅଧ୍ୟାୟ ସାରା 11 ଅଧ୍ୟାୟ ସାରା ଏହି ବିଷୟ ଆମମାନଙ୍କୁ ଦେଖାଯାଏ। 12 ଅଧ୍ୟାୟରେ ଆମେ ଦେଖିଲେ ପ୍ରସୂତିମାନଙ୍କର ସୂଚୀକରଣ। ଜଣେ ସ୍ତ୍ରୀ ସନ୍ତାନ ପ୍ରସବ କଲା ପରେ ସେ ତାହାର ରକ୍ତସ୍ରାବ ହୁଏ, ତେଣୁ ସେ କେତେ ଦିନ ପର୍ଯ୍ୟନ୍ତ ଅଶୁଚି ଅବସ୍ଥାରେ ରହେ, ଅଲଗା ରୁହେ। ତାପରେ ସେ ସମାଜ ମଧ୍ୟକୁ ଆସିବାର ଅଛି। ସେ କେତେକ ପ୍ରସୂତି ସ୍ତ୍ରୀ ସୂଚୀ ହେବାକୁ ହେଲେ କେଉଁ ପ୍ରକାର ବଳି ଉତ୍ସର୍ଗ କରିବାର ଅଛି, କାପ୍ତା, ଗୁଗୁ ଏ ପ୍ରକାର ବଳି ଉତ୍ସର୍ଗ କରିବାର ଅଛି। ପ୍ରସୂତି ସ୍ତ୍ରୀ ବିଷୟରେ ଲେଖା ଅଛି। ତାପରେ 13 ଅଧ୍ୟାୟ ଆଉ 14 ଅଧ୍ୟାୟ ଆମେ ଦେଖିଲେ କୁଷ୍ଠି ରୋଗୀ ସମ୍ବନ୍ଧୀୟ ବିଧି ଗୁଡ଼ିକ, କୁଷ୍ଠି ରୋଗ ବିଷୟରେ ଲେଖାଯାଇଅଛି। ତାପରେ 15 ଅଧ୍ୟାୟରେ ଆମେ ଦେଖିଲେ ପ୍ରମେୟ ରୋଗ ବିଷୟରେ, ପ୍ରମେୟ ରୋଗ ସମ୍ବନ୍ଧୀୟ ବିଧି ବିଷୟରେ ଲେଖା ଅଛି। 16 ଅଧ୍ୟାୟ 17 ଅଧ୍ୟାୟ ଆମେ ଦେଖିଲେ ଆଉ ପ୍ରାୟଶ୍ଚିତ ଦିବସ ବିଷୟରେ ଲେଖା ଅଛି। 16, 17, 18 ଅଧ୍ୟାୟ ଆମେ ଦେଖିଲେ, 18 ଅଧ୍ୟାୟ ଆମେ ଦେଖିଲେ ଆଜ୍ଞା ପାଳନ ବିଷୟରେ ଲେଖା ଅଛି। ଆଜ୍ଞା ପାଳନ ବିଷୟରେ ଲେଖା ଅଛି। ଏବେ ଦେଖନ୍ତୁ, ଏକ ସମୟରେ ଆଉ ଇସ୍ରାଏଲ ମାନେ ମିଶର ଦେଶରେ ଥିଲେ। ମିଶର ଦେଶରେ ଗୋସ୍ ନାମକ ସ୍ଥାନରେ ଥିଲେ। ଗୋସ୍ ନାମକ ସ୍ଥାନରେ ଥିବାରୁ ଆଉ ମିଶରୀୟ ଲୋକମାନଙ୍କୁ ଯେଉଁ ପ୍ରକାର ଦଣ୍ଡ ଆସିଲା, ଏମାନେ ଅଲଗା ପୃଥକ ଭାବରେ ଗୋସ୍ ନାମକ ସ୍ଥାନରେ ଥିଲେ, ସେଥିପାଇଁ ସେମାନଙ୍କୁ କୌଣସି ପ୍ରକାର ଦଣ୍ଡ ଆସିଲା ନାହିଁ। ସେହି ପ୍ରକାର ଆଜି ଆମମାନଙ୍କୁ କହୁଛନ୍ତି,
तुमने कुटिल वंशठार पृथक हो रुह ए मूर्खगामी लोक मानक पृथक हो रुह कुटिलगामी लोक मानक पृथक हो रुह बोली कहते से समय से पृथक हो रही से प्रति कौन दंड आसला ना आज आम पृथक हो रही कौन दंड आसब ना ए प्रकार 18 अध्याय प्रथम पदठार आम देखिले आज्ञा पालन विषय कहते 18 अध्याय प्रथम पदठार प्रथम अध्याय आम देखिले अनंतर सदाप्रभु मूसा को कहले तुम्हें इस्राएल संतान गण को कह आम सदाप्रभु तुम परमेश्वर अटू तुम्हें जो मिस्र देश में बास कल से देशाचार अनुसार आचरण करना पुणी किणान देश को आम तुमको नहीं जाऊँ देशाचार अनुसार आचरण करना आज्ञा पालन संबंध में कहते आते निमंते तुम्हें मैंने आमर विधि आमर शासन पालन कर मनुष्य ताहा कले तहरे से बंचब आमर विधि पालन कले आमर शासन अनुसार बंचले मनुष्य बंचब आर तुम्हें कर ना 21 पद आम देखिले 18 अध्याय 21 पद जदि आम देखू 18 अध्याय 21 पद आम देखू तुम्हें अपना वंशजात क्या ही मोलक देवता उद्देश्य अग्नि मध्य दे गमन कराइबा देव नाई अपना वंश मध्य क्या मोलक देवता उद्देश्य अग्नि सम्मुखें गति करने देव ना मोलक देवता किए कहले आमोनिय मानकर देवता ता सम्मुखें अग्नि मध्य आउ संतान मानक उत्सर्ग करती बलि दे दियंती सही समय भी आथिला ता लेवी पुस्तक 20 अध्याय प्रथम पद में लिखा जाए मोलक देवता उद्देश्य बलि दे दौले संतान मानक अग्नि मध्य चलाऊले ए प्रकार तुम्हें करना ना मोर आज्ञा अनुसार कले तुमने बंचब बोली मोर आज्ञा पालन विषय 18 अध्याय सारा कहले 19 अध्याय हमने देखिले अनेक उत्तम विषय 19 अध्याय लिखा जाए 19 अध्याय प्रथम पदरे तुम्हें पवित्र हो कारण मु पवित्र तुम्हें पवित्र होबार अच्छी कहे 19 अध्याय 9 पद 10 पद आम पढ़ले 19 अध्याय 9 पद 10 पदरे तुम्हें मैंने अपना अपना भूमिर शस्य काटिला बेले तुम्हें निज निजर क्षेत्र कौन निशेष रूपे काटब ना तुम्हें अपना क्षेत्र त्यक्त शस्य साउंटब ना जिते बेले तुम्हें शस्य छेदन करा बेले जीवा बेले सबु शस्य छेदन करब ना कि शस्य छाड़ीदेव शस्य सब साउंटब ना कि छाड़ीदेव कारण ता गरीब मानक दरिद्र मानक आज आम देखुले शस्य छेदन कला बेले केतक शस्य से छाड़ी दे था कारण तापर गरीब लोक मैंने दरिद्र लोक मैंने पुणी क्षेत्र को जाए से गुड़ाक साउंटती एक घटना रुत्र बरण में आम देखी था आठे रुत केतक क्षेत्र को जाए आठे शस्य सीसा साउंटी आनी नयम को देवार से शस्य सीसा द्वारा से चाहा खाए बंचबार आम देखिपार ईश्वर केते उत्तम नियम देखु 19 अध्याय सारा मैंने देखिले अनेक उत्तम उत्तम विषय ईश्वर से जणाइबे 13 अध्याय हमने देखिले 13 अध्याय मैंने देखू प्रतिवासी प्रति अन्याय करब ना अपहरण करब ना वेतन जीवीर वेतन रात्रि ठार सकाळ जाए तुम पाखे रहिब ना तुम निकट जदि जड़े मूल्या कार्य करुच्ची ता टंका ताकू दे दियो तार कष्ट ताकू दे दियो तुम पाखे अधिक समय रख ना कही कहते यही प्रकार 15 अध्याय मैंने देखिले तुम्हें मुखापेक्षा करब ना जाकुबों पत्र मध्य लिखा अच्छी धनी लोक गोटे प्रकार मर्यादा देवार दरिद्र लोक आउ गोटे प्रकार मर्यादा देवार यही प्रकार करब ना समस्त को समान भाव में देख 16 अध्याय मैंने देखिले खचुआ हो अपना लोक मैंने एणतन बुलते प्रतिवासी रक्त प्रतिकूल ठिया हम ना या विषय ता विषय या प्रकार कथा गुड़िक कह ना बोली कहे 19 अध्याय 26 पद मैंने देखिले तुम्हें मैंने रक्त सहित कौन द्रव्य भोजन करना ना 7 अध्याय मैंने देखिलु 26 अध्याय 7 अध्याय 26 पदरे रक्त भोजन करब ना 19 अध्याय 26 पद रक्त भोजन करब ना आदि पुस्तक 9 अध्याय 4-5 पदरे मध्य कहले मांस खाइब मात्र रक्त खाइब ना बोली कहले 19 अध्याय 34 पद मैंने देखिले जेपरी तुम स्वदेशीय लोक सेपरी तुम सहवासी विदेशी लोक सहित तुम प्रति हम तुम्हें आत्मतुल्य प्रेम कर कहते मिस्र देश तुम विदेशी थिल आम सदाप्रभु तुम परमेश्वर अट तुम्हें स्वदेशी लोक मान सहित जो प्रकार रोच विदेशी सहित से प्रकार रुह कारण दिने तुम्हें मिस्र देश थिला बेले तुमको से क्यों प्रकार व्यवहार करते तुमको केते क्लेश दौले किंतु तुम्हें से प्रकार तुम्हें देश विदेशी मानू
से प्रकार क्लेश देव ना से आत्मतुल्य से भल भाव देखिब विदेशी लोक मान स्वदेशी लोक मान सहित उत्तम रूपे देखिब बोली 19 अध्याय सारा ए प्रकार उत्तम उत्तम विषय ईश्वर से कहले। तापर 20 अध्याय केउ प्रकार भूल कले मरण दंड एठार लिखा अछि। शिशु मान को बलि देले मरण दंड, पिता माता को अभिशाप देले मरण दंड। आजिकल लोक मैंने पिता माता को मारी ही दे दौरान अभिशाप देले मरण दंड बोली कहला बेले पिता माता को मारी दौरान एते भय ए समस्त विषय ईश्वर लिखाइले। से प्रकार 21 अध्याय 22 अध्याय मैंने पढ़िले जाजक मानकर पवित्रता विषय, जाजक मानकर विवाह संबंधी विषय, कन्या मानक ही से विवाह हबार अच्छी ऐसा विषय। तापर 23 अध्याय 26 अध्याय 25 अध्याय मैंने देखिले पर्व गुड़िक विषय। 23 अध्याय 26 अध्याय 25 अध्याय देखिले आम 7टी पर्व देखा जाउछि। सेतिरु 3टी पर्व अति मुख्य पर्व आ कौन कहले पत्रकुटर पर्व, पेंटिकस्ट पर्व, ताड़ी शून्य रोडर पर्व अति मुख्य पर्व। ए 7टी पर्व विषय आम आलोचना कले आम घंटा घंटा समय लगे। आ बलि गुड़िक विषय आम आलोचना करवा समागम तंबू ए पर्व गुड़िक ये समस्त विषय लेवी पुस्तक देखा जाए। बलि गुड़िक विषय आम आलोचना कले अधिक समय समागम तंबू विषय आहरी अधिक समय आम ध्यान करबा पड़ो। पर्व गुड़िक 7टी पर्व अधिक समय आम ध्यान कले स्पष्ट रूप आम जापर यही समस्त विषय लेवी पुस्तक अच्छी। 3टी पर्व ताड़ी शून्य पर्व, ताड़ी शून्य रोटीर पर्व, पत्रकोटर पर्व, पेंटिकस्ट पर्व यह हूँ अति मुख्य पर्व। 23, 26, 25 अध्याय पर्व गुड़िक मानक देखा जाए। 24 अध्याय आम देखिले ईश्वर रबरे मनोयोगी हेले आशीर्वाद, ईश्वर कथार मनोयोगी नहेले अभिशाप, ईश्वर कथा शुणिले आशीर्वाद, ईश्वर कथा न शुणिले अभिशाप। ये समस्त विषय 26 अध्याय आम देखा जाए। 27 अध्याय मानत संबंधी विधि आ दशमांश विषय 27 अध्याय सारा आम देखू। शेष 27 अध्याय 34 पद आम देखिले लेव्य पुस्तक 27 अध्याय 34 पद जदि आम देखू। लेव्य पुस्तक 27 अध्याय 34 पद आम देखू। सदा प्रभु सीनाय पर्वत इस्राएल संतान गणक निमंते मूसा को जो आज्ञा देते से सफल है। सीनाय पर्वत निकटे मूसा को ईश्वर दे आज्ञा सब यही समस्त विषय आइले आम आलोचना कलु। लेव्य पुस्तक विषय गुड़िक कौन कहले लेव्य पुस्तक ईश्वर पवित्रता विषय, ईश्वर को उपासना करने विषय, उत्तम आचरण विषय लिखाइले। आहरी एथिरे बलिदान गुड़िक आ पर्व गुड़िक आहरी समागम तंबू विषय लेखा अच्छी। 1 ରୁ 11 अध्याय 1 ରୁ 10 अध्याय पर्यंत मनुष्य आपणा आपणा को किपरि कि प्रकार सूची करिवार अछि। 11 ରୁ 27 अध्याय पर्यंत ईश्वर प्रति मनुष्य किपरि पवित्र रूपे रहिबार अछि। एई समस्त विषय ही लेव्य पुस्तक। लेव्य पुस्तक 27 अध्याय ईश्वर चाहुवा विषय होछि पवित्रता। एई समस्त विषय सहित जड़ित थिबार पुस्तक ही लेव्य पुस्तकर परिचय। या पर आमाने गणना पुस्तकर परिचय आमाने आलोचना करबा। एक परिचय समस्त बुझिले कहि आशा करी शेष करूछि।